ମାଙ୍କ ପାଖରେ ବୋଦାବଳି ଦିଆଯାଉଛି। ମା କଣ ଏମାନେ କଣ ମାଙ୍କ ସନ୍ତାନ ନୁହନ୍ତି? ସମସ୍ତ ଦର୍ଶକଙ୍କୁ ମୋର ଜୟଗୁରୁ। ଜ୍ଞାନଜ୍ୟୋତିର କାର୍ଯ୍ୟକ୍ରମ କିଛି ସ୍ମୃତି କିଛି ଅନୁଭୂତିର ଏକ ନୂଆ ଅଧ୍ୟାୟକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଜି ଆମ ସହିତ ଠାକୁରଙ୍କର ସ୍ମୃତି, ସତ୍ସଙ୍ଗର ସ୍ମୃତି, ଜୀବନର ସ୍ମୃତି ଏସବୁକୁ ନେଇ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଶ୍ରୀଯୁକ୍ତ ଜୋଳଗୋବିନ୍ଦ ପଣ୍ଡା, ଯିଏ ଠାକୁରଙ୍କର କୀର୍ତ୍ତି ଏବଂ ସେ ଜଣେ ବରିଷ୍ଠ ସାମ୍ବାଦିକ। ଅନେକ ଦିନ ଧରି ସେ ସମ୍ବାଦ ସହିତ କାମ କରୁଛନ୍ତି। ତେବେ ଆମେ ତାଙ୍କ ସହିତ ଆଜି ଆଲୋଚନା କରିବା ତାଙ୍କ ଜୀବନରେ ଘଟି ଯାଇଥିବା ଠାକୁରଙ୍କୁ ନେଇ କେତେକ ସ୍ମୃତି, କେତେକ ଅନୁଭୂତି। ସେ ଆମ ସହିତ ସିଧାସଳଖ ଭାବେ ତାଙ୍କ ଜୀବନର ଅନୁଭୂତି କହିବେ, ଠାକୁରଙ୍କ ସହିତ ବିତି ଯାଇଥିବା କିମ୍ବା ସତ୍ସଙ୍ଗ ସହିତ ବିତି ଯାଇଥିବା ତାଙ୍କର ଜୀବନ, ତାଙ୍କର ଅନୁଭୂତି। ମୁଁ ଆପଣଙ୍କୁ ସ୍ୱାଗତ କରିବି କାର୍ଯ୍ୟକ୍ରମକୁ। ଆମେ ଜାଣିବାକୁ ଚାହିଁବୁ ଯେ ଆପଣଙ୍କର ଜୀବନର ଆରମ୍ଭରୁ ଆପଣ ଦୀକ୍ଷା ସହିତ ବା ସତ୍ସଙ୍ଗ ସହିତ ବା ଠାକୁରଙ୍କ ସହିତ କେମିତି ଜଡ଼ିତ ହେଲେ? ହଉଛି ଦର୍ଶକ ବର୍ଗଙ୍କୁ ମୋର ପ୍ରଣାମ, ଅଭିନନ୍ଦନ, ସ୍ୱାଗତ ଏହି କାର୍ଯ୍ୟକ୍ରମକୁ। ମୋ ନାଁ ହେଲା ଦୋଳଗୋବିନ୍ଦ ପଣ୍ଡା। ଆମର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ବୋଦେଇ ପଞ୍ଚାୟତ ହାସିମନଗର ଗ୍ରାମରେ ଆମର ଘର। 1966 ମସିହାରେ ଜନ୍ମ। ଆମ ଗାଁଟା ଗୋଟେ ଛୋଟିଆ ଗାଁ। ଏ ଗାଁରେ ଦୁଇଟି ବ୍ରାହ୍ମଣ ପରିବାର ଅଛି, 2 ଜଣ ଯାକ ପଣ୍ଡା ପରିବାର। ଆମର ପରିବାର ସେଥିରୁ ଗୋଟିଏ। ଆମର ପରିବାରଟା ବ୍ରାହ୍ମଣ ପରିବାର। ଆମର ପିତୃପୁରୁଷମାନେ ସେମାନେ ସବୁ ଅନେକ କଲିକତାରେ ଚାକିରି କରୁଥିଲେ। ବୈଷ୍ଣବ ଧର୍ମ ମାନେ ଚୈତନ୍ୟ ମହାପ୍ରଭୁଙ୍କ ସଂସ୍କୃତି ସହିତ ଜଡ଼ିତ। ଆମ ଘରେ ଗୋଟେ ଭାଗବତ ଗାଦି ଅଛି। ଏ ଭାଗବତ ଗାଦିରେ ପ୍ରତିଦିନ ଭାଗବତ ପାଠ ହୁଏ। ମୁଁ 6 ବର୍ଷ ବୟସରୁ ମାନେ ପ୍ରଥମ ଶ୍ରେଣୀରେ ପଢ଼ିବା ବେଳଠାରୁ ଯେତେବେଳେ ପଢ଼ି ଶିଖିଲି ସେତେବେଳଠାରୁ ମୋତେ ଭାଗବତ ପଢ଼ିବାର ଦାୟିତ୍ୱ ଦିଆଯାଇଛି। ଭାଗବତ ମୁଁ ପଢ଼େ, ପ୍ରତିଦିନ ଅଧ୍ୟାୟ ପଢ଼ିବା କଥା। କେଉଁଦିନ ଅଧ୍ୟାୟ ପଢ଼େ ତ କେଉଁଦିନ ଅଧା ପଢ଼ିକିରି ଚିହ୍ନ ମାରି ରଖିଦିଏ, ତା ପରଦିନ ପଢ଼େ। ପୁଣି ଭାଗବତ ପଢ଼ା ଯେତେବେଳେ ହୁଏ, ବର୍ଷରେ ଥରେ ଇନ୍ଦ୍ର ପୂର୍ଣ୍ଣିମାରେ ଭାଗବତ ପଢ଼ା ହୁଏ, ସେତେବେଳେ ଯାହା ବାକିଆ ରହିଯାଇଥାଏ ଭାଗବତର ଯେତିକି ଅଂଶ, ସେତିକି ଦିନ ଭାଗବତ ପୂର୍ଣ୍ଣିମା ପୂର୍ବରୁ, ଇନ୍ଦ୍ର ପୂର୍ଣ୍ଣିମା ପୂର୍ବରୁ ସେଟା ପଢ଼ା ସରିବା ଦରକାର। ତେଣୁ ଦିନ ରାତି ଲାଗିକିରି ପଢ଼ା ହୁଏ ଏବଂ ମୁଁ ମଧ୍ୟ ଅଧିକାଂଶ ପଢ଼େ। ପିଲାଦିନେ ଭାଗବତ ପଢ଼ୁଥିଲି ସେତେବେଳେ ଯଦିଓ ସବୁ ଜିନିଷ ଭଲ ଭାବରେ ବୁଝିପାରୁନଥିଲି, କିନ୍ତୁ କିଛି କିଛି ବୁଝୁଥିଲି, କାରଣ ଓଡ଼ିଆ ଜ୍ଞାନ ମୋର ଖୁବ୍ ଭଲ ଥିଲା। ଆଉ ତାପରେ ଗାଁରେ ଆମର ବେଶୀ ବଡ଼ ଶିକ୍ଷିତ ପରିବାର ବେଶୀ ଆଗରୁ ନଥିଲା, ଏବେ ହେଲାଣି। ଆମ ପିଲାଦିନେ ଯେତିକି ଥିଲେ, ଯେଉଁମାନେ ଶିକ୍ଷିତ ଥିଲେ ସେମାନଙ୍କ ପାଠପଢ଼ା ଭାଗବତ ପର୍ଯ୍ୟନ୍ତ, ଅର୍ଥାତ୍ ସେମାନେ ଭାଗବତ ପୁରାଣ ଶାସ୍ତ୍ର ପଢ଼ି ଜାଣିଥିଲେ, ତା ଛଡ଼ା ଅଧିକ ଶିକ୍ଷା ସେମାନଙ୍କର ନାହିଁ। ଏମାନେ କିନ୍ତୁ ଗାଁରେ ପ୍ରାୟ ପ୍ରତିଦିନ, ବିଶେଷ କରି ଶୀତ ଦିନେ ଏବଂ ଗ୍ରୀଷ୍ମ ଦିନେ ମେଳି ହେଇକରି ବସନ୍ତି। ଭାଗବତ ପାଠ କିମ୍ବା ହରିବଂଶ କିମ୍ବା ନୃସିଂହ ପୁରାଣ, ବ୍ରହ୍ମବୈବର୍ତ ପୁରାଣ ଇତ୍ୟାଦି ପୁରାଣ ସବୁ ପାଠ କରନ୍ତି। ଆମ ଘର ତ ଟିକେ ପୋର୍ ଫ୍ୟାମିଲି। ଆମ ଘରେ ଅନେକ ସମୟରେ ଡିବି ନଥାଏ ବି, କିରୋସିନ ନଥାଏ ପାଠ ପଢ଼ିବା ପାଇଁ। ତେଣୁ ସନ୍ଧ୍ୟାବେଳେ ମୁଁ ପଳାଏ ଯାଇକି ତାଙ୍କ ପାଖରେ ବସେ, ସେଠି ବସିକି ପୁରାଣ ଶୁଣେ। ଏ ପୁରାଣ ଶୁଣିବା, ଭାଗବତ ପଢ଼ିବା ଏବଂ ଭାଗବତ ଗାଦି ଠାକୁରଙ୍କର ଯେଉଁ ଅଛି, ବାସୁଦେବଙ୍କର ପୂଜା କରାଯାଏ, ଶାଳଗ୍ରାମ ପୂଜା କରାଯାଏ, ତା ପୂଜା କରିବା, ଏସବୁ ପିଲାଦିନ ମୁଁ କରି ଆସିଥିବାରୁ ଗୋଟେ ବଂଶ ପରମ୍ପରା ଭିତରେ ଗୋଟେ ଆଧ୍ୟାତ୍ମିକତା ଭାବଟା ରହି ଆସିଛି। ଯେଉଁ କୁହାଯାଏ ଯେ ଠାକୁରଙ୍କୁ ଗ୍ରହଣ କରିବାଟା ସହଜ କଥା ନୁହଁ, ଜନ୍ମ ଜନ୍ମର ସାଧନା, ତପସ୍ୟା ଏବଂ ସଞ୍ଚିତ ପୁଣ୍ୟ ନଥିଲେ ଜଣେ ଠାକୁରଙ୍କୁ ପାଇବ ନାହିଁ। ମୁଁ ସେଇଟା ଭାବୁଛି ମୋ ଜନ୍ମ ଜୀବନରେ ହୁଏତ ସେଇଟା ସତ ହେଇଥିବ। କାହିଁକିନା ମୁଁ ଏଇ ଯେଉଁ ପରିବାରରେ ଜନ୍ମ ହେଲି, ଯେଉଁଟା କିଛି ଆଧ୍ୟାତ୍ମିକ ପରିବେଶ ଅଛି, ପୂର୍ବ ଜନ୍ମର ନଥିଲେ ଏଇ ପରିବାରରେ ଜନ୍ମ ହେଇପାରିନଥାନ୍ତି। ମୋ ବାପା ଯଦିଓ ଇଂରାଜୀ ପାଠ ବେଶୀ ପଢ଼ି ନାହାନ୍ତି, କିନ୍ତୁ ତାଙ୍କର ସଂସ୍କୃତରେ ଖୁବ୍ ଦଖଲ ଥିଲା।
ତାଙ୍କୁ ଯଦି କିଏ ଶବ୍ଦ ଗୋଟେ ପଚାରନ୍ତି ସେ ତାର ଅର୍ଥ ଗୋଟେ ଶ୍ଲୋକରେ କହୁଥିଲେ। ମନେକର ତାଙ୍କୁ ପଚାରିଲେ ପଦ୍ମା ମାନେ କ'ଣ, ପଦ୍ମା ମାନେ ଲକ୍ଷ୍ମୀ, ସେତିକି ନୁହଁ, ସେ ଲକ୍ଷ୍ମୀଙ୍କର କେତେଟା ନାଁ ଅଛି ଅମର କୋଷରେ, ସେ ଶ୍ଲୋକ ବୋଲେ କି ଲକ୍ଷ୍ମୀ ପଦ୍ମାଳୟା ପଦ୍ମା କମଳା ଶ୍ରୀ ହରିପ୍ରିୟା ଇନ୍ଦିରା ଲୋକମାତା ମା କ୍ଷୀରାବ୍ଧି ତନୟା ରମା ଭାର୍ଗବୀ ଲୋକଜନନୀ କ୍ଷୀରସାଗର କନ୍ୟକା, ଏଇ ଶ୍ଲୋକ ବୋଲିକିରି ଗୋଟି ଗୋଟି ନାଁ କହୁଥିଲେ ଲକ୍ଷ୍ମୀଙ୍କର ଏତିକି ନାଁ, ଆଉ ପଦ୍ମା ମାନେ ହେଉଛି ଲକ୍ଷ୍ମୀ। ଏଇଭଳି ଭାବରେ ସେ ଉତ୍ତର ଦିଅନ୍ତି। ଯାହାକୁ ଯେଉଁ ଜିନିଷ ନ ଆସେ ସେ ତାର ପୁରାଣ ଶାସ୍ତ୍ର ବିଷୟରେ ଯିଏ ଯାହା ପଚାରନ୍ତି ତାକୁ ସେ ଉତ୍ତର ଦିଅନ୍ତି। ଖୁବ୍ ସୁନ୍ଦର ସ୍ୱରରେ ସେ ପୁରାଣ ମଧ୍ୟ ପଢ଼ିପାରୁଥିଲେ ଏବଂ ଲେଖିପାରୁଥିଲେ। ତାଙ୍କର କରଣୀ ଅକ୍ଷରରେ ଯେଉଁ ପୋଥିରେ ସବୁ ଲେଖା ହେଉଥିଲା ଆଗକାଳରେ, ସେ ପୋଥି ସେ ପଢ଼ିପାରୁଥିଲେ ଏବଂ ଲେଖିପାରୁଥିଲେ। ତାଙ୍କ ଲିଖିତ ପୋଥି ମଧ୍ୟ ଆମ ଭାଗବତ ଗାଦିରେ ପୂଜା ପାଉଥିଲା। ଏଇଭଳିଆ ଆମର ବଂଶ ପରମ୍ପରା। ତେଣୁ ମୋର ସେଇଟା ପୂର୍ବଜନ୍ମର ସ୍ୱୀକୃତି, ବାପା ମାଆଙ୍କର ନିଶ୍ଚୟ କିଛି ଥିବ, ସେଥିପାଇଁ ଏଇଟା ହେଇଛି। ଆଉ ଗୋଟେ କଥା ହେଉଛି ଆମ ପରିବାର ବିଷୟରେ, ମୋର ଜନ୍ମ ବିଷୟରେ ମୁଁ କହିବାକୁ ଚାହେଁ, ବାପା ମାଆଙ୍କ ବିଷୟରେ, ଯେ ଠାକୁର କହିଛନ୍ତି ଯେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଏଜ୍ ଗ୍ୟାପ୍ ଟିକେ ଅଧିକ ରହିଲେ ଭଲ। ମୋ ବାପା ମାଆଙ୍କର ବୟସ ପାର୍ଥକ୍ୟ ହେଉଛି 30 ବର୍ଷ। ଠାକୁର କହିଛନ୍ତି 15ରୁ 20 ବର୍ଷ ରହିଲେ ଭଲ ଏଜ୍ ଗ୍ୟାପ୍। ଅନ୍ୟ ଜାଗାରେ କହିଛନ୍ତି 10-15 ବର୍ଷ ରହିଲେ ଭଲ। ମନୁ କହିଛନ୍ତି 63 ବର୍ଷ ବୟସ କନ୍ୟା ହୃଦ୍ୟାଙ୍ଗ ଦ୍ୱାଦଶ ବାର୍ଷିକୀ, 30 ବର୍ଷର ପୁଅ 12 ବର୍ଷର ଝିଅକୁ ବାହା ହେବା ଉଚିତ। ମନୁ କହିଛନ୍ତି, ମନୁ ସଂହିତାରେ ଅଛି। ଇଏ ଆଜିକାଲିକା ଯୁଗରେ ୟାକୁ ଲୋକ ଗ୍ରହଣ କରିବେ ନାହିଁ। କିନ୍ତୁ ମୋର ଜନ୍ମ ହେଇଛି ଯେଉଁ ବାପା ମାଆଙ୍କ ଠାରୁ, ତାଙ୍କର ବୟସ ପାର୍ଥକ୍ୟ ଥିଲା 30 ବର୍ଷ। ମୋ ବୋଉର ବୟସ ଯେତେବେଳେ 20 ବର୍ଷ, ବାପାଙ୍କ ବୟସ ସେତେବେଳେ 50 ବର୍ଷ ଥିଲା। ଆଉ ସେତେବେଳେ ହିଁ ବାହାଘର ହେଇଥିଲା। ତା ଭିତରୁ ଆମେ 2 ଭାଇ ଜନ୍ମ ହେଇଛୁ, ମୁଁ ସାନ। ବଡ଼ ଭାଇ ରଘୁନାଥ ପଣ୍ଡା ଗାଁରେ ଅଛନ୍ତି, ଠାକୁର ପୂଜା ଇତ୍ୟାଦି କରନ୍ତି। ସେ ବି ଦୀକ୍ଷା ନେଇଛନ୍ତି, ଠାକୁରଙ୍କର ପରିବାର ସମସ୍ତେ ଦୀକ୍ଷିତ। ତେଣୁ ଇଏ ଯେଉଁ ଆଧ୍ୟାତ୍ମିକ ଭାବନା, ଈଶ୍ୱର ବିଶ୍ୱାସ, ଏଇଟା ଆମକୁ କେଉଁଠୁ ଶୁଣିକିରି ବୁଝିକିରି ଶିଖିବାକୁ ପଡ଼ିନି। ଏଇଟା ପରିବାରରେ ଆମର ଜନ୍ମ ଅଛି। ତାପରେ ମୁଁ ପଢ଼ିଲି ସ୍କୁଲରେ, ପ୍ରାଇମେରୀ ସ୍କୁଲ ଆମ ଗାଁରେ ଗଲା, LP ସ୍କୁଲ। ତାପରେ UP ଆଉ ହାଇସ୍କୁଲ ମୁଁ ଜଗନ୍ନାଥପୁର ହାଇସ୍କୁଲରେ ପଢ଼ିଲି। ଜଗନ୍ନାଥପୁରରେ UP ଆଉ ହାଇସ୍କୁଲ ପଢ଼ିଲି। ସେଇଟା ଆମ ଘରଠାରୁ 2 କିଲୋମିଟର ଦୂର ଚାଲି ଚାଲିକି ଆମେ ଯାଉ। ସ୍କୁଲରେ ମୋର ଗୋଟେ ବହି ପଢ଼ିବାର ଗୋଟେ ଖୁବ୍ ଅଭ୍ୟାସ। ମୁଁ ଯେତେବେଳେ ପଢ଼ୁଥିଲି ମାଇନର ସ୍କୁଲରେ, ସେତେବେଳେ ଆମ ଗାଁରେ ଏପରି କୌଣସି ଝିଅ ବୋହୂଙ୍କ ବାକ୍ସ ନାହିଁ ଯେଉଁଥିରେ ଥିବା ବହି ମୁଁ ପଢ଼ିନି। ବାହା ହେଇ ଆସିଲା ବେଳେ ସବୁ ବିଭିନ୍ନ ଉପନ୍ୟାସ, ଗପ, ଏସବୁ ବହି ସବୁ ଆଣିକିରି ଝିଅମାନେ ସବୁ ଆସନ୍ତି ଶାଶୁ ଘରକୁ। ତାସ ମୁଠାଏ ଏମିତି ସବୁ ଆଣିକିରି ଆସନ୍ତି। ସେ ଯେଉଁ ଆମେ ତାସ ବି ଖେଳୁ ଏବଂ ସେ ବହିପତ୍ର ଗୁଡ଼ାକ ମୁଁ ନେଇକି ସବୁ ପଢ଼େ। ବିଭିନ୍ନ ବହି, ସବୁ ଗପ ବହି, ଏଥିରେ ଉପନ୍ୟାସ ଯେଉଁ ନଭେଲ ଗୁଡ଼ାକ ବୟସ୍କମାନେ ପଢ଼ିବା କଥା, ସେ ନଭେଲ ବି ମଧ୍ୟ ମାଇନର ସ୍କୁଲରେ ପଢ଼ିଛି। କାରଣ ସେ ବହି ତ ମୋତେ ମିଳିଥିଲା ସେ ବହି, ଆଉ ତେଣୁ ତ ମୁଁ ସବୁ ବହି ପଢ଼େ, ତାଙ୍କୁ ବି ପଢ଼ିଛି। ତାପରେ ମାଇନର ସ୍କୁଲରେ ଆମର ଗୋଟେ ଲାଇବ୍ରେରୀ କ୍ଲାସ୍ ଥାଏ। ସେଠି ବହି ଦିଅନ୍ତି, ସାର୍ ଘରକୁ ନେବାକୁ ଦିଅନ୍ତିନି, କହନ୍ତି ସେଇଠି ପଢ଼। ତେଣୁ ବହି ଗୋଟେ ଆଣିବେ, ମୋତେ ଦିଅନ୍ତି ପଢ଼ିବା ପାଇଁ। ଯେହେତୁ ବଡ଼ ପାଟି ମୋର ଥିଲା, ଏବେ ପାଟି ମୋ କମିଯାଇଛି, କିନ୍ତୁ ସେତେବେଳେ ବଡ଼ ପାଟି ଥିଲା। ମୁଁ ନିର୍ଭୀକ ଭାବରେ ଯେହେତୁ ସ୍ପଷ୍ଟ ଉଚ୍ଚାରଣ କରି ପଢ଼ୁଥିଲି, ମୋତେ ଦିଅନ୍ତି ପଢ଼ିବା ପାଇଁ। ମୁଁ ପଢ଼େ, ଅନ୍ୟମାନେ ସବୁ ଶୁଣନ୍ତି। ମାଇନର ସ୍କୁଲରେ ଆଉ ବେଶୀ ତାଠୁ ବେଶୀ ବହି ପଢ଼ିବାକୁ ସୁଯୋଗ ପାଇନି। ମାଇନର ସ୍କୁଲ ପରେ ହାଇସ୍କୁଲକୁ ଚାଲି ଆସିଲି। ହାଇସ୍କୁଲରେ ଲାଇବ୍ରେରୀଟା ମୋର ହେଇଗଲା। କାହିଁକିନା ଲାଇବ୍ରେରିଆନ୍ ଯିଏ, ସିଏ ଆମର ଜଣେ ଭଲ ଶିକ୍ଷକ। ସିଏ ହେଉଛନ୍ତି ଆମର SUPW କ୍ରାଫ୍ଟ ଟିଚର। ସିଏ ଲାଇବ୍ରେରୀର ଇନଚାର୍ଜ ଥିଲେ। ସିଏ, ମୁଁ ଯେହେତୁ କ୍ଲାସରେ ଫାଷ୍ଟ ହୁଏ, ତେଣୁ ଯିଏ ଫାଷ୍ଟ ହେବ ସିଏ ମନିଟର ହେବ। ସେଇଟା ହେଉଛି ଆମର ସ୍କୁଲର ପ୍ରିନ୍ସିପାଲ। ତେଣୁ ମୁଁ ମନିଟର ଥିଲି ଏବଂ ମନିଟର ଦାୟିତ୍ୱ ହେଉଛି ଲାଇବ୍ରେରୀର ବହି ଆଣିକିରି ପିଲାଙ୍କୁ ବାଣ୍ଟିବା। ଯେଉଁ ବହି ଗୁଡ଼ାକ ମୋତେ ଭଲ ଲାଗେ ସେଇ ବହି ଗୁଡ଼ାକ ମୁଁ ଲାଇବ୍ରେରୀରୁ ଆଣେ। ପିଲାମାନଙ୍କୁ ମୁଁ ନିଜେ ଭଲ ବାଛିକିରି ଗୋଟେ ବହି ନିଏ ଏବଂ ଯେଉଁମାନଙ୍କର ବହି ମୁଁ ମାଗିକିରି ପଢ଼ିପାରିବି 7 ଦିନ ପର୍ଯ୍ୟନ୍ତ, ସେମାନଙ୍କୁ ଗୋଟାଏ ଗୋଟାଏ ମୋ ପସନ୍ଦର ବହି ବାଛିକି ତାଙ୍କୁ ଦେଇଦିଏ। ତାପରେ ସେମାନେ ତ ପଢ଼ନ୍ତି ନାହିଁ, ମୁଁ ମୋ ବହି ପଢ଼ି ସାରିଲା ପରେ ତାଙ୍କଠାରୁ ମାଗିକିରି ପଢ଼େ। ଏହିପରି ପ୍ରତିଦିନ ଗୋଟେ ଗୋଟେ ବହି 100 ପୃଷ୍ଠାରୁ 200 ପୃଷ୍ଠା ପର୍ଯ୍ୟନ୍ତ ବହିର ଆକାର, ବିଶେଷ କରି ଗ୍ରନ୍ଥ ମନ୍ଦିର ବହି ଅଧିକାଂଶ, ସେ ବହି ଗୁଡ଼ାକ ମୁଁ ନେଇକରି ପଢ଼େ। ଅଷ୍ଟମ ଶ୍ରେଣୀ ଗଲା ଏଇଭଳି ଭାବରେ। ନବମ ଶ୍ରେଣୀରେ ମୁଁ ଗ୍ରନ୍ଥାବଳୀ ପଢ଼ିବାକୁ ଆରମ୍ଭ କଲି।
ଯେମିତି ଅନନ୍ତ ପ୍ରସାଦ ଗ୍ରନ୍ଥାବଳୀ, ଗଙ୍ଗାଧର ମେହର ଗ୍ରନ୍ଥାବଳୀ, ଉପେନ୍ଦ୍ର ଭଞ୍ଜ ଗ୍ରନ୍ଥାବଳୀ, ଯେଉଁଗୁଡ଼ାକ ମାନେ କଲେଜ ପିଲା ପଢ଼ୁଛନ୍ତି, ଯେଉଁ ଉପେନ୍ଦ୍ର ଭଞ୍ଜଙ୍କର ସାହିତ୍ୟ ୟାକୁ ତ ସହଜ ସାଧାରଣ ଲୋକ ବୁଝିପାରିବେନି। ମାୟାଧର ମାନସିଂହ ଗ୍ରନ୍ଥାବଳୀ, ମଧୁସୂଦନ ଗ୍ରନ୍ଥାବଳୀ, ରାଧାନାଥ ଗ୍ରନ୍ଥାବଳୀ ଏଗୁଡ଼ାକ ମୁଁ ସବୁ ହାଇସ୍କୁଲରେ ପଢ଼ିଦେଇଛି ନବମ ଦଶମ ଶ୍ରେଣୀ ଭିତରେ। ନବମ ଶ୍ରେଣୀରେ ମୋତେ କିଛି ଆଧ୍ୟାତ୍ମିକ ବହି ମିଳିଲା ପଢ଼ିବା ପାଇଁ। ମୋର ଜଣେ ସାଙ୍ଗ ସିଏ ନିଗମାନନ୍ଦଙ୍କ ଭକ୍ତ, ସିଏ ନିଗମାନନ୍ଦଙ୍କର ଗୋଟେ ଜୀବନ ବହି ଆଣିକି ଦେଲା ପଢ଼ିବା ପାଇଁ। ମୁଁ ତାକୁ ପଢ଼ିଲେ ବହୁତ ଭଲ ଲାଗିଲା। ତାପରଠାରୁ ମହାପୁରୁଷଙ୍କ ଜୀବନ ପଢ଼ିବା ପ୍ରତି ମୋର ଗୋଟେ ଆଗ୍ରହ ଆସିଗଲା। ନିଗମାନନ୍ଦଙ୍କର ସେଇ ଗୋଟାଏ ଜୀବନ ବହି ଖାଲି ପଢ଼ିନି, ତାପରେ ତାଙ୍କର ଯେତେ ବହି, ତାଙ୍କ ଲିଖିତ ବହି, ମାନେ ଯୋଗୀ ଗୁରୁ, ଜ୍ଞାନୀ ଗୁରୁ, ପ୍ରେମିକ ଗୁରୁ, ବ୍ରହ୍ମଚର୍ଯ୍ୟ ସାଧନ, ଏଇଟା ତାଙ୍କ ନିଜ ଲେଖା ବହି ସବୁ। ଏ ବହି ଗୁଡ଼ାକ ସବୁ ପଢ଼ିଛି ନିଗମାନନ୍ଦଙ୍କର। ଆଉ ତାପରେ ମୋର ଗୋଟେ ଇଚ୍ଛା ହେଇଥିଲା ଯେ ଦୀକ୍ଷା ନେବାଟା ଉଚିତ। ମୁଁ ସେ ବହିରୁ ପଢ଼ିକି ଜାଣିଥିଲି ନିଗମାନନ୍ଦ ଲେଖିଛନ୍ତି ଶାସ୍ତ୍ରରୁ ଶ୍ଲୋକ ଉଦ୍ଧାର କରିକିରି, ଯେଉଁ ସବୁ ଶ୍ଲୋକ ସେ ବହି ମାନଙ୍କରେ ତାଙ୍କର ଅଛି, ସେ ଅନେକ ଶ୍ଲୋକ ମୋର ମନେ ରହିଯାଇଥିଲା। ଯେମିତି ଦୀକ୍ଷା ନେବା ଉପରେ ଗୋଟେ ଶ୍ଲୋକ ଅଛି, ସେଇ ବହିରେ ଲେଖା ହେଇଥିଲା, ଅଧିକ୍ଷିତାର୍ଚନଂ ଦେବା ନଗୃହ୍ଣନ୍ତି କଦାଚନ ଅନ୍ନଂବିଷ୍ଟା ସମନ୍ତସ୍ୟ ଜଳମୂତ୍ର ସମଂ ଭବେତ୍। ଅର୍ଥାତ୍ ଅଧିକ୍ଷିତ ଲୋକର ଅନ୍ନ ଦେବତାମାନେ ଗ୍ରହଣ କରନ୍ତି ନାହିଁ, ଜଳ ମଧ୍ୟ ଦେବତାମାନେ ଗ୍ରହଣ କରନ୍ତି ନାହିଁ। ତାଙ୍କର ଅନ୍ନ ବିଷ୍ଠା ସଦୃଶ ଏବଂ ଜଳକୁ ମୂତ୍ର ସଦୃଶ ତ୍ୟାଗ କରନ୍ତି। ତେଣୁ ଦୀକ୍ଷିତ ନହେଲେ, ଦୀକ୍ଷା ନହେଲେ ଠାକୁର ପୂଜା କରିପାରିବନି। ଆଉ ମୁଁ କି ଠାକୁର ପୂଜା କରୁଛି? ଦୀକ୍ଷା ନେବାଟା ମୋର ନିହାତି ଦରକାର। ଅବଶ୍ୟ ମୁଁ ଠାକୁର ପୂଜା କରୁଛି ମାନେ ଉପନୟନ ହେଇଛି ତ, ଉପନୟନ ବି ଏକ ପ୍ରକାର ଦୀକ୍ଷା, କାରଣ ଉପନୟନ ସମୟରେ ଗାୟତ୍ରୀ ମନ୍ତ୍ରରେ ଦୀକ୍ଷା ଦିଆଯାଏ। ତେଣୁ ସେ ଦୀକ୍ଷା ମୁଁ ନେଇଛି, ଭୁଲି ଯାଇଛି ସେ ମନ୍ତ୍ର ମତ, ଗାୟତ୍ରୀ ମନ୍ତ୍ର ବି ମନେ ନାହିଁ, ଭୁଲି ଯାଇଛି। ଗାୟତ୍ରୀ ମନ୍ତ୍ର ଦୈନିକ ଜପ ବି କରୁନାହିଁ, ତାହେଲେ ସେ ଦୀକ୍ଷାର ବା ମୂଲ୍ୟ କ'ଣ ଅଛି? ତେଣୁ ଦୀକ୍ଷା ମୋତେ ନେବାକୁ ପଡ଼ିବ ଏବଂ ସଦ୍ଗୁରୁଙ୍କ ଠାରୁ ଦୀକ୍ଷା ନେବାକୁ ପଡ଼ିବ। ଏହି ପ୍ରକାର ବୋଧ ମୋର ସ୍କୁଲରେ ପଢ଼ିଲା ବେଳେ, ନବମ ଶ୍ରେଣୀ ଦଶମ ଶ୍ରେଣୀରେ ପଢ଼ିଲା ବେଳେ ଏଇ ବୋଧ ମୋର ଆସିଯାଇଥିଲା। ତାପରେ ସେଇ ସ୍କୁଲରେ ପଢ଼ିଲା ବେଳେ ଗୋଟେ ମ୍ୟାଗାଜିନ୍ ମୁଁ ପାଇଲି, ପତ୍ରିକାର ନାଁ ହେଲା ଉର୍ଜନା। ଉର୍ଜନା କି ପତ୍ରିକା, କିଏ ଲେଖିଛି, କେଉଁଠି ଛପା ହେଉଛି, ମୋତେ କିଛି ଜଣା ନଥିଲା। ମୁଁ ଯେହେତୁ ପଢ଼ିବାର ପତ୍ର ପତ୍ରିକା ଯାହା ପାଇଲେ ପଢ଼େ, ଏବଂ ବିଶେଷ କରି ପତ୍ରିକା ତ ମିଳେନି ପଢ଼ିବା ପାଇଁ, ବହି ଗୁଡ଼ାକ ମିଳିଯାଉଥିଲା ଲାଇବ୍ରେରୀରୁ, ଯଦି ପଢ଼େ। ଉର୍ଜନାଟା ପଢ଼ିଲି, ତା ଦେହରେ ସେ ପତ୍ରିକାରେ ଆମର ବିନାୟକ ଦାଙ୍କର ଗୋଟେ ଭଜନ ଅଛି, ତୁମେ ଅନନ୍ତ ତୁମେ ଅଛି, ମୋତେ ସେଇ ପତ୍ରିକାରେ ବୋଧେ ବାହାରିଥିଲା। ସେ ବୋଧେ ସେଇ ମସିହାର କଥା, ତାଙ୍କର ଗୋଟେ ଭଜନ ବାହାରିଥିଲା, ସେଦିନ ପଢ଼ିଛି, ମନେ ଅଛି। ସେ ଭଜନଟା ଭଲ ଲାଗିଥିଲା। ତାପରେ ସେଥିରେ ଠାକୁରଙ୍କର ଆଲୋଚନା ପ୍ରସଙ୍ଗର କିଛି ଅଂଶ ପ୍ରକାଶ ପାଏ, ତାକୁ ମୁଁ ପଢ଼ିଲି। ମୁଁ ଦେଖିଲି ଏ ପ୍ରଶ୍ନ ତ ଉତ୍ତର ଯାହା ସବୁ ଦେଇଛନ୍ତି, ଏ ଠାକୁର ବୋଲି କିଏ ଜଣେ ଦେଇଛନ୍ତି ଉତ୍ତର, ଅଦ୍ଭୁତ ଉତ୍ତର ଦେଇଛନ୍ତି। କାରଣ ସାଧାରଣ ଲୋକ ଯେ କେତେ ଜ୍ଞାନୀ ଗୁଣୀ ଲୋକ ଏମିତିଆ ଉତ୍ତର ଦେଇପାରିବ ନାହିଁ, ଗହୀର ନ ପଶିଲେ ସେ ଉତ୍ତର ଦେଇପାରିବ ନାହିଁ। ୟା ଭିତରେ ନିଶ୍ଚୟ କିଛି ଅଛି। ଅବଶ୍ୟ ସେ ଯେଉଁ ଉର୍ଜନାର ଯେଉଁ ଭାଷା, ମାନେ ବଙ୍ଗଳାରେ ଓଡ଼ିଆକୁ ଅନୁବାଦ ହେଇଛି, ଭାଷା ମୋତେ ଭଲ ଲାଗୁନଥିଲା, କାରଣ ଭାଷା ଅନୁବାଦରେ ତ୍ରୁଟି ଥିଲା ବହୁତ। କିନ୍ତୁ ମୋତେ ଯେଉଁ ଭାବଟା ଖୁବ୍ ମାନେ ପ୍ରଭାବ ମୋ ଉପରେ ପକାଇଥିଲା ଏବଂ ମୋ ଭିତରେ ଗୋଟେ ଜାଣିବାର ଇଚ୍ଛା ସୃଷ୍ଟି ହେଲା ଠାକୁର କିଏ। ଆମ ସ୍କୁଲରେ ଜଣେ ଶିକ୍ଷକ ଥିଲେ, ସଂସ୍କୃତ ଶିକ୍ଷକ, ତାଙ୍କ ନାଁ ବୈରାଗୀ ଚରଣ ରଥ। ସେ ଠାକୁରଙ୍କର ଦୀକ୍ଷିତ ଥିଲେ, ତାଙ୍କ ଭାଇ ଋତିକ ଥିଲେ, ବୋଧେ ଗଲାଣି। ସିଏ ତାଙ୍କର ହଷ୍ଟେଲ ରୁମ୍କୁ ଯେତେବେଳେ ଗଲେ, ମୁଁ ଦେଖିଲି ଠାକୁରଙ୍କ ଫଟୋ ରଖା ହେଇଛି। ତେଣୁ ମୁଁ କିଏ ବୋଲି ପଚାରିଲି, ସେ ମୋତେ କହିଲେ ଇଏ ହେଉଛନ୍ତି ଠାକୁର ଅନୁକୂଳ ଚନ୍ଦ୍ର। ତେଣୁ ତାପରେ ମୁଁ ଜାଣିଲି ଯେ ଉର୍ଜନାରେ ମୁଁ ଯେଉଁ ଠାକୁରଙ୍କ ନାଁ ପଢ଼ିଥିଲି, ଇଏ ହେଉଛନ୍ତି ସେଇ ଠାକୁରଙ୍କ ଉପରେ ପରିଚୟ। ଏଇ ସଂକ୍ଷିପ୍ତ ଏତିକି, ସେ ମୋତେ ଠାକୁରଙ୍କ ବିଷୟରେ ଆଉ କିଛି କହିନାହାନ୍ତି। ଆଉ ପାଠ ପଢ଼ାଇଲା ବେଳେ ସେ ସାର୍ ମଝିରେ ମଝିରେ ଠାକୁରଙ୍କର ଗୋଟେ ଗୋଟେ ଇଂଲିଶ ବାଣୀ, ଯେମିତି ଫପିସ୍ ଏଟିକେଟ୍ ବିୟର୍ସ ଲିଟିଲ୍ ଭ୍ୟାଲ୍ୟୁ, ମାନେ ବୃଥା ଆଡ଼ମ୍ବରପୂର୍ଣ୍ଣ ଆଚରଣର ମୂଲ୍ୟ କିଛି ନାହିଁ, କ୍ୟାରେକ୍ଟର ମୁଭ୍ସ ୱାନ୍ସ ହେରିଡିଟି, ଚରିତ୍ର ଜଣଙ୍କର ବଂଶ ମର୍ଯ୍ୟାଦା ପ୍ରମାଣିତ କରେ। ଏଇଟା ସିଏ କହିଥିଲେ ସ୍କୁଲ ବେଳେ, ମୁଁ ଶୁଣିଥିଲି, ଆଜି ମନେ ଅଛି। ତାପରେ ଆମର ଜଣେ କକେଇ ଗୋଟେ ମଠରେ ରହୁଥିଲେ, ସେଇଟା ଏବିରି ସିଂ ପାଖରେ। ସେ ମଠର ନାଁ ହେଉଛି ବଡ଼ ମଠ। ମୁଁ ସେ ମଠକୁ ଯାଏ। ସେ ମଠର ମହନ୍ତଙ୍କ ଟେବୁଲ ଉପରେ କିଛି ବହି ଥୁଆ ହେଇଛି।
ସେଠି ନିଗମାନନ୍ଦଙ୍କର ବି ବହି ଥିଲା। ତାପରେ ସେଠି କିଛି ଏଇ ଯେଉଁ ଉପେନ୍ଦ୍ର ଭଞ୍ଜ, କାଳିଦାସ ଏମିତି କିଛି ବହି ଥିଲା। ଆଉ ଏମିତି ସବୁ ବହି କିଛି ଥିଲା, କାଳିଦାସ ରହସ୍ୟ ସବୁ ବହି ଥିଲା। ମୁଁ ସେ ବହି ଭିତରେ ଗୋଟା ପଢ଼ାପଢ଼ି କରେ। ତାପରେ ମୁଁ ଶୁଣିଲି ସେଠି ଗୋଟେ ସତ୍ସଙ୍ଗ ହେବାର ଅଛି କେଉଁଠି, ସେ ମଠ ପାଖରେ, ମଠ ଠାରୁ 100 ମିଟର ଦୂରରେ ଗୋଟାଏ ସତ୍ସଙ୍ଗ ହେବାର ଅଛି। ମୁଁ ଶୁଣିଲି, ମୋର ଇଚ୍ଛା ହେଲା ସତ୍ସଙ୍ଗକୁ ଯିବି, କ'ଣ ଗୋଟେ ସତ୍ସଙ୍ଗ ଜାଣିବି। ଆଗରୁ ତ ବୁଝଣାଟି ପଢ଼ିଥିଲି, ଠାକୁରଙ୍କ ଫଟୋ ବି ଦେଖିଥିଲି, ତେଣୁ ସତ୍ସଙ୍ଗଟା ଯିବା ଦେଖିବା, ସତ୍ସଙ୍ଗଟା ଭଲ ବୋଲି ମୁଁ ଜାଣିଛି। ତେଣୁ ମୁଁ ଯିବାକୁ ଚାହିଁଲି, ମହନ୍ତଙ୍କ ପରମିସନ୍ ମାଗିଲି। ମହନ୍ତ କିନ୍ତୁ ମୋତେ ପଠେଇଲେନି, ସେ ମୋତେ ବସେଇ ଦେଲେ ସେଠି। କାଳିଦାସ ରହସ୍ୟ ବହିଟା ଦେଲେ ପଢ଼ିବା ପାଇଁ, ଏଇଟା ପଢ଼, ଅନ୍ୟମାନଙ୍କୁ ଶୁଣା। ମୁଁ ପଢ଼ିକିରି ଶୁଣେଇଲି, ବହୁତ ମଜା, ଇଣ୍ଟରେଷ୍ଟିଂ, ସବୁ କେତେ ଶ୍ଲୋକ ସହିତ ସବୁ ଅଛି କାଳିଦାସଙ୍କର। ତାକୁ ପଢ଼ିକି ସବୁ ଶୁଣେଇଲି। ସବୁ ସରିଲା ପରେ ତାପରେ ସେଠି ମୁଁ କହିଲି ଡେରି ହେଲାଣି, ହଉ ଯିବା ଦେଖିବା, ଆଉ କେତେ କ'ଣ ସତ୍ସଙ୍ଗ ସରିଥିବ କି ଅଧା ହେଇଥିବ ଜଣା ନାହିଁ। ମୁଁ କିନ୍ତୁ ଗଲାବେଳକୁ ସତ୍ସଙ୍ଗର ଟାଇମ୍ ଲିମିଟେଡ଼, 1.5 ଘଣ୍ଟା ଭିତରେ ସରିଯିବ। 9ଟା ବାଜିଗଲାଣି, ସତ୍ସଙ୍ଗ ସରିଯାଇଛି। କିନ୍ତୁ ସେ ଯେଉଁ ସବୁ ତ ସରିଯାଇଛି, କିନ୍ତୁ ସତ୍ସଙ୍ଗ ସବୁ ଡେକୋରେସନ୍ ହେଇଥିଲା ସେଇଟା ଅଛି। ଚାରିପଟ ଯେଉଁ ମାନେ କପଡ଼ାରେ ସଜା ହେଇଥିଲା, ସେଥିରେ ସବୁ ଠାକୁରଙ୍କ ବାଣୀ ସବୁ ମରା ହେଇଛି। ମୁଁ କେତେ ଗୁଡ଼ାଏ ବାଣୀ ପଢ଼ିଲି, ବାଣୀ ଗୁଡ଼ାକ ମୋତେ ବହୁତ ଭଲ ଲାଗିଲା। କାରଣ ଏଭଳିଆ ବାଣୀ ତ ମୁଁ ଆଉ କେଉଁଠି ପଢ଼ିନି ନା। କେଉଁଠି ଯେତେ ଶ୍ଲୋକ ଫ୍ଲୋକ ପଢ଼ିଛି, ଗୀତା ପଢ଼ିଛି, ଭାଗବତ ପଢ଼ିଛି, ଏଇଭଳିଆ ବାଣୀ ମୁଁ କେଉଁଠି ପଢ଼ିନି। ଏତେ ସୁନ୍ଦର ଚମତ୍କାର ବାଣୀ, ଯେଉଁଟାକି ବ୍ୟାବହାରିକ ଜୀବନରେ, ଦୈନନ୍ଦିନ ଜୀବନରେ ଦରକାର, ତାକୁ ମୁଁ ଆଉ କେଉଁଠି ପଢ଼ିନି। ତେଣୁ ସେତିକି ଆଗ୍ରହ ମୋର ଥିଲା। ସୃଷ୍ଟି ହେଇଥିଲା କେଉଁଠି, ସ୍କୁଲରେ ପଢ଼ିବା ସମୟରେ। ହାଇସ୍କୁଲ ପାସ୍ ହେଇଗଲା, ତାପରେ ସେଇଠି ମୁଁ ଆସିଲି, ରେଭେନ୍ସା କଲେଜରେ ନାଁ ଲେଖେଇଲି। ଆଉ ଟ୍ୟୁସନ୍ କରିକି ପଢ଼ିବାକୁ ପଡ଼ୁଥିଲା ମୋତେ, କାରଣ ଘରେ ମୁଁ ଘରୁ ଟଙ୍କାଟିଏ ବାଟ ଖର୍ଚ୍ଚ ବି ଆଣିକି ଘରୁ ଆସିନି, ସେଇଟା ବି ପଡ଼ିଶା ଘରୁ ଆଣିକି ବାଟ ଖର୍ଚ୍ଚରେ ଆସିଲି କଟକ। କଟକରେ ରହିଲା ପରେ ମୁଁ ଟ୍ୟୁସନ୍ କରିବା ଆରମ୍ଭ କଲି। ଟ୍ୟୁସନ୍ କରିବା ରହିବା ଠିକ୍ କଲି। ତାପରେ ରେଭେନ୍ସା ମୁଁ ଚାଲି ଚାଲିକି ପ୍ରଥମେ ଯାଉଥିଲି, ତାପରେ ଗୋଟେ ସାଇକେଲ ହେଲା ପଛରେ, ସେଇଟା ବି ସେଇ ଟ୍ୟୁସନ୍ ଯାହାଙ୍କ ଘରେ କରୁଥିଲେ ତାଙ୍କ ଦୟାରୁ। ତେଣୁ ମୁଁ ଚାଲି ଚାଲିକା କେଶରପୁରରେ ଟ୍ୟୁସନ୍ ସାରିକିରି ଫେରୁଛି ବସାକୁ। ବସା ଥିଲା ଆମର ଚଣ୍ଡୀ ଛକ, ଶେଖ ବଜାର। କେଶରପୁରରୁ ଫେରୁଛି, ମେରିଆ ବାଟରେ ମେରିଆ ବଜାର ପଡ଼ିଲା, ସେ ନାଳ ବାଟେ ଫେରୁଥିଲି। ମେରିଆ ବଜାର ପାଖରେ ଗୋଟେ ସତ୍ସଙ୍ଗ ହେଉଛି। ଯେତେବେଳେ 9ଟା ବାଜିଗଲାଣି, ଟ୍ୟୁସନ୍ ସାରିକି ଫେରୁଛି, ସତ୍ସଙ୍ଗ କିନ୍ତୁ ସରିଯାଇଛି। ଆଉ ମୋର ଜଣେ ସାଙ୍ଗ ଜଣେ ଦେଖା ହେଇଗଲେ, ସ୍କୁଲ ସାଙ୍ଗ, ମୋର ସିନିୟର ବ୍ୟାଚ୍, ଉପର ବ୍ୟାଚ୍ର ପିଲା। ସେ ରେଭେନ୍ସାରେ ପଢ଼ୁଥିଲେ। ଦେଖା ହେଲେ, ମୋତେ ସେଇଠୁ କହିଲେ କୁଆଡ଼େ ଆଡ଼େ କୁଆଡ଼େ ରହୁଛି, ଯାଇଥିଲି ଟ୍ୟୁସନ୍, ଘରକୁ ଫେରୁଛି ବସାକୁ। ନା ଚାଲ ସତ୍ସଙ୍ଗ ହେଉଛି। କହିଲି ସତ୍ସଙ୍ଗ ହେଉଛି, ତାହେଲେ ଯିବା ଦେଖିବା। ସତ୍ସଙ୍ଗ ସରିଯାଇଛି, ନା ଆମଦାଟା ଖାଇଦେଇକି ଯିବ, ଆଉ କ'ଣ ଅଛି। ତେଣୁ ସେମାନେ ଆନନ୍ଦ ବଜାରରେ ବସିକିରି ଖାଇବାକୁ ଦେଇକି ବିଦା କଲେ। ସେ ମୋ ସିନିୟର ବ୍ୟାଚ୍ର ସାଙ୍ଗ ସିଏ। ତାଙ୍କୁ ମୁଁ ପଚାରିଲି, ମୁଁ କହିଲି ମୁଁ ଠାକୁରଙ୍କ ଜୀବନୀ ବହି ପଢ଼ିବାକୁ ଚାହୁଁଛି, କେଉଁଠି ମିଳିବ? ନା ଆମ ସତ୍ସଙ୍ଗ ବିହାରରେ ମିଳିବ। ସତ୍ସଙ୍ଗ ବିହାର ଠିକଣା ମୋତେ ସେ ବତେଇଲେ ଯେ ସତ୍ସଙ୍ଗ ବିହାର ହେଉଛି ବକ୍ସି ବଜାର, କଟକ ସତ୍ସଙ୍ଗ ବିହାର। ମୁଁ କହିଲି ହଉ ଠିକ୍ ଅଛି। ତା ପରଦିନ ମୁଁ ଗଲି ବକ୍ସି ବଜାର। ଆଗ୍ରହଟା କେତେ, ମାନେ ଗୋଟାଏ ଦିନ ବି ବିଳମ୍ବ ନାହିଁ। ତା ପରଦିନ ବକ୍ସି ବଜାର ଗଲି, ମାଗିଲି ଠାକୁରଙ୍କ ଜୀବନ ବହି ଅଛି କି ପଢ଼ିବାକୁ ଦିଅ। ସେ କହିଲେ ବହି ତ ଲାଇବ୍ରେରୀରେ ଅଛି, ଚାବି ଆମ ପାଖରେ ନାହିଁ, ଆଉ ବହି ତ ଘରକୁ ଦିଆ ହେଇପାରିବନି, ଆମ ଘରକୁ ବହି ଦିଆ ହୁଏନି। ଯେଉଁ ବହି ସେ ମିଳୁଛି କିଣିକି ନେବା ପାଇଁ, ତମେ ଚାହିଁଲେ କିଣିକି ନେଇପାରିବ, କିଣିକି ନେଲେ ମୋ ପାଖରେ କେଉଁ ପଇସା ଅଛି। ଆଉ ତଥାପି ବସିଲି ସେଇଠି କିଛି ସମୟ, ତାଙ୍କ ସାଙ୍ଗରେ କଥାବାର୍ତ୍ତା କଲି। ସେମାନେ ମୋତେ ଯାଜନ, ଯାହାକୁ ଆଜିକାଲି କହୁଛନ୍ତି ଯାଜନ, ମୋତେ ଯାଜନ କଲେ। ଆଉ ମୁଁ ତାଙ୍କ ପ୍ରଶ୍ନ ପଚାରିଲି, ସେ ମୋତେ ଉତ୍ତର ଦେଲେ। କିନ୍ତୁ ମୋର ସବୁ ପ୍ରଶ୍ନର ଉତ୍ତର ତାଙ୍କ ପାଖରେ ନଥିଲା। କିନ୍ତୁ ସିଏ ଯେତିକି କଥା କହୁଥିଲେ, ଯେ ଠିକ୍ କଥା କହୁଛନ୍ତି, ସେଇଟା ମୁଁ ଜାଣିଥିଲି, ସେ ଠିକ୍ କଥା କହୁଛନ୍ତି। କାରଣ ଠାକୁରଙ୍କ କଥା ହିଁ ତ କହୁଛନ୍ତି, ଭୁଲଟା କେଉଁଠି ଆସିବ। ଆଉ ତାପରେ ମୁଁ ସେଇଠୁ ଏମିତି ମଝିରେ ମଝିରେ ଯିବା ଆସିବା କରେ। 2-4 ମାସ ଯିବା ଆସିବା, ସତ୍ସଙ୍ଗ ବିହାରକୁ ଯିବା ଆସିବା ଭିତରେ ମୁଁ ସେଇଠୁ ଇଚ୍ଛା ପ୍ରକାଶ କଲି ଯେ ମୁଁ ଦୀକ୍ଷା ନେବାକୁ ଚାହେଁ। କାରଣ ମୁଁ ପୂର୍ବରୁ ଚାହୁଁଥିଲି ଦୀକ୍ଷା ନେବା ପାଇଁ, ଉପଯୁକ୍ତ ଗୁରୁ ସନ୍ଧାନରେ ଥିଲି। କିନ୍ତୁ ଠାକୁର ଯେ ମୋର ପ୍ରକୃତ ଗୁରୁ ହେବେ, ସେଇଟା ମୁଁ ଜାଣିପାରିନଥିଲି। ତେଣୁ ତାଙ୍କ କଥାରେ ମୁଁ ତ କନଭିନ୍ସ ହେଲି ନାହିଁ। କିନ୍ତୁ ଏତିକି ମୁଁ ଭାବିଲି ଯେ ଯଦି ମୁଁ ସବୁ ଜିନିଷ ଜାଣି ସାରିଲା ପରେ ଦୀକ୍ଷା ନେବି,
ତାହେଲେ ମୁଁ କେବେ ବି ସବୁ ଜିନିଷ ଜାଣିପାରିବିନି, କାରଣ ଏମାନେ ମୋତେ ଜଣେଇ ପାରିବେନି, ମୋ ପ୍ରଶ୍ନ ଉତ୍ତର ଦେଇପାରିବେନି, ଏବଂ ସବୁ ଜିନିଷ ଜାଣିବା ସାରିବା ପରେ ଦୀକ୍ଷା ନେବାଟା ସମ୍ଭବ ନୁହେଁ। ତେଣୁ ଦୀକ୍ଷା ଜୀବନ କାଳ ଭିତରେ ହେଇପାରିବନି। ତେଣୁ ଆଗେ ଦୀକ୍ଷା ନେବି, ଦୀକ୍ଷା ନେଲା ପରେ ଜାଣିବି। ତାପରେ ଯଦି ଏ ପ୍ରକୃତ ସଦ୍ଗୁରୁ ହେଇନଥିବେ ତାହେଲେ ମୁଁ ଆଉ ପଛରେ ଆଉ ଜଣେ ସଦ୍ଗୁରୁଙ୍କୁ ସନ୍ଧାନ କରିବି, ତାକୁ ଗ୍ରହଣ କରିବି। ଅସୁବିଧା କ'ଣ ଅଛି? ଆମର ତ ଶାସ୍ତ୍ରରେ କୁହାଯାଇଛି, ମଧୁଲୁବ୍ଧ ଯଥା ଭୃଙ୍ଗ ପୁଷ୍ପାତ୍ ପୁଷ୍ପାନ୍ତରଂ ବ୍ରଜେତ୍ ଜ୍ଞାନ ଲୁବ୍ଧ ତଥା ଶିଷ୍ୟ ଗୁରୁର୍ଗୁର୍ବନ୍ତରଂ ବ୍ରଜେତ୍। ମଧୁଲୁବ୍ଧ ଶିଷ୍ୟ ମଧୁଲୁବ୍ଧ ଭ୍ରମର ଯେପରି ଗୋଟିଏ ଫୁଲରୁ ଆଉ ଗୋଟିଏ ଫୁଲକୁ ଯାଏ, ଗୋଟିଏ ଫୁଲରେ ମହୁ ପିଇଲା, ମହୁ ସରିଗଲା ପରେ ସିଏ ଆଉ ଗୋଟିଏ ଫୁଲକୁ ଯାଏ। ସେହିପରି ଜ୍ଞାନଲବ୍ଧ ଶିଷ୍ୟ ଗୋଟିଏ ଗୁରୁଙ୍କ ପାଖରୁ ବିଦ୍ୟା ଅର୍ଜନ ସରିଗଲା ପରେ ସେ ଆଉ ଜଣେ ଗୁରୁଙ୍କ ପାଖକୁ ଯିବାର କିଛି ଅସୁବିଧା ନାହିଁ, ଏଇଟା ଆମର ଅଛି। କିନ୍ତୁ ସଦ୍ଗୁରୁ ଗ୍ରହଣ କରିବା ପରେ ଆଉ ଅନ୍ୟ ଗୁରୁଙ୍କ ପାଖକୁ ଯିବାର ଆବଶ୍ୟକତା ପଡ଼େ ନାହିଁ। ସଦ୍ଗୁରୁ ପାଇବା ପର୍ଯ୍ୟନ୍ତ ଏଇ ଶ୍ଲୋକଟା ପ୍ରଯୁଜ୍ୟ ଯେ ମହୁ ମାଛି ଯେପରି ଗୋଟିଏ ଫୁଲରୁ ଆଉ ଗୋଟିଏ ଫୁଲକୁ ଯାଏ, ଠିକ୍ ସେହିପରି ଶିଷ୍ୟ ଜଣେ ଗୁରୁଙ୍କ ପାଖରୁ ଜ୍ଞାନ ଶିକ୍ଷା ସରିଗଲା ପରେ ଅନ୍ୟ ଗୁରୁଙ୍କ ପାଖକୁ ଯାଇପାରିବ। ଆମେ ପ୍ରାଇମେରୀ ସ୍କୁଲରେ ପଢ଼ୁଥିଲୁ, ହାଇସ୍କୁଲକୁ ଗଲୁ, ପୁଣି କଲେଜକୁ ଗଲୁ। କିଏ ତାବଲା ଶିଖୁଛି, ତାବଲା ସାର୍ଙ୍କ ପାଖରେ ପାଠ ପଢ଼ିଲା, ତାପରେ ହାରମୋନିୟମ ଶିଖିଲା, ହାରମୋନିୟମ ସାର୍ଙ୍କ ପାଖରେ ପାଠ ପଢ଼ିଲା। କିଏ ଆଉ କ'ଣ ଶିଖିଲା, ଆଉ କେଉଁ ଗୁରୁଙ୍କ ପାଖରେ ପାଠ ପଢ଼ିଲା। ଏହିପରି ଭାବରେ ବିଭିନ୍ନ ଗୁରୁଙ୍କ ପାଖରେ ଆମେ ଶିକ୍ଷା କରୁଛୁ। ଏଇଟା ହେଉଛି କଥା, ଆଉ କ'ଣ ଅଛି। କିନ୍ତୁ ସଦ୍ଗୁରୁଙ୍କୁ ପାଇଲା ପରେ, ପୁରୁଷୋତ୍ତମ ଗୁରୁଙ୍କୁ ପାଇଲା ପରେ ଆଉ ଅନ୍ୟ ଗୁରୁ ଆଧ୍ୟାତ୍ମିକ ଗୁରୁ ଗ୍ରହଣ କରିବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ଅନ୍ୟ ଶିକ୍ଷା ଆପଣମାନେ ନେଇପାରିବେ। ଯେମିତି କମ୍ପ୍ୟୁଟର ଜଣେ ଦୀକ୍ଷା ନେଇଛି, ତାର କମ୍ପ୍ୟୁଟର ଶିକ୍ଷା କରିବାକୁ ଚାହିଁଲା, ଜଣେ କମ୍ପ୍ୟୁଟର ଗୁରୁଙ୍କ ପାଖକୁ ଯାଇକି ଶିକ୍ଷା କଲା, ସେଥିରେ କିଛି ଅସୁବିଧା ନାହିଁ। କିନ୍ତୁ ଆଧ୍ୟାତ୍ମିକ ଗୁରୁ ଯଦି ପୁରୁଷୋତ୍ତମ ଗୁରୁ ମିଳିଯାଇଛନ୍ତି ତାହେଲେ ସେ ଜଣେ। ତାଙ୍କ ପରେ ଗୁରୁ ଛାଡ଼ି ଗୋବିନ୍ଦ ଭଜେ ସେଇ ପାପୀ ନରକେ ମଜେ। ସଦ୍ଗୁରୁଙ୍କୁ ଗ୍ରହଣ କରି ମଧ୍ୟ ଯିଏ ଛାଡ଼େ, ଅନ୍ୟ ଗୁରୁଙ୍କ ପାଖକୁ ଯାଏ, କିମ୍ବା ଗୁରୁଙ୍କୁ ଛାଡ଼ି ଗୋବିନ୍ଦଙ୍କୁ ଭଜନା କରେ, ସେ ହେଉଛି ମହାପାପୀ, ତାକୁ ନରକକୁ ଯିବାକୁ ପଡ଼ିବ। ତେଣୁ ମୁଁ ଭାବିଲି, ଯଦି ଏ ପ୍ରକୃତ ସଦ୍ଗୁରୁ ହେଇନଥିବେ, ପୁରୁଷୋତ୍ତମ ବୋଲି ଯାହା କହୁଛନ୍ତି, ଯଦି ଏ ହେଇନଥିବେ, ମୁଁ ଯଦି ଦୀକ୍ଷା ନେଲା ପରେ ସେଇ ଅନୁଭୂତି ମୋର ଆସେ, ମୁଁ ଯଦି ଜାଣିବାକୁ ପାଏ, ତାହେଲେ ମୁଁ ଅନ୍ୟ ଗୁରୁ ଗ୍ରହଣ କରିବି। ପୁରୁଷୋତ୍ତମ ଗୁରୁ ପାଇଲା ପରେ, ସଦ୍ଗୁରୁ ପାଇଲା ପରେ ଗ୍ରହଣ କରିବି, କିଛି ଅସୁବିଧା ନାହିଁ। ତେଣୁ ବର୍ତ୍ତମାନ ଗ୍ରହଣ କରିବା ଉଚିତ, କାରଣ ଗ୍ରହଣ କଲେ ହିଁ ମୋତେ ମନ୍ତ୍ରଟା ମିଳିବ, ନାମଟା ମିଳିବ। ନାମଟା ଯଦି ଜପ କରିବ ତାର ଅନୁଭୂତି କ'ଣ ହେବ ସେଟା ଜାଣିବ। ନାମ ନ କରିକି, ନାମ ନ ପାଇକିରି ନାମ କଲେ କ'ଣ ହୁଏ ଜାଣିବ କେମିତି? ମୋତେ ଯେଉଁ ଧ୍ୟାନର ପଦ୍ଧତି କହିଲେ, ଧ୍ୟାନ କଲେ ସିନା ଜାଣିବ। ଧ୍ୟାନ କଲେ ତାର ଫଳ କ'ଣ ହୁଏ, ତାର ଅନୁଭୂତି କ'ଣ ହୁଏ, ନ କଲେ ଜାଣିବୁ କେମିତି? ତେଣୁ ନେବାକୁ ପଡ଼ିବ। ତାପରେ ଅନେକ ଭାବନ୍ତି ଯେ ମୁଁ ଦୀକ୍ଷା ନେଲେ ପାଳି ପାରିବି କି ନାହିଁ, ମାଛ ମାଂସ ଛାଡ଼ି ପାରିବି କି ନାହିଁ। ମାଛ ମାଂସ ଛାଡ଼ିବା କଥା ତ ଦୀକ୍ଷା ନେବା ସମୟରେ କୁହାଯାଇନି, ସର୍ତ୍ତ ରଖାଯାଇନି। ତା ଛଡ଼ା ମୁଁ ସେତେବେଳକୁ ମାଛ ମାଂସ ପ୍ରକୃତି ଛାଡ଼ି ସାରିଥିଲି। ମୁଁ ଯେତେବେଳେ ଦୀକ୍ଷା ନେଲି ତା ପୂର୍ବରୁ ମାଛ ମାଂସ ମୁଁ ଛାଡ଼ି ଦେଇଛି। ସେ ମାଛ ମାଂସ ଛାଡ଼ିବା କଥା ଗୋଟେ ଅଲଗା ଷ୍ଟୋରି ଅଛି। ତେଣୁ ମୁଁ ଡିସାଇଡ଼୍ କଲି ଯେ ମୁଁ ଦୀକ୍ଷା ନେବି। ଯେଉଁଦିନ ଦୀକ୍ଷା ଦେବା ପାଇଁ ମୁଁ ଯାଇଛି ସକାଳକୁ ସତ୍ସଙ୍ଗ ବିହାର। ସତ୍ସଙ୍ଗ ବିହାରରେ ସେତେବେଳେ କେହି ଋତିକ ନଥିଲେ। ଭୁବନେଶ୍ୱର ସତ୍ସଙ୍ଗ ବିହାର, କଟକ ସତ୍ସଙ୍ଗ ବିହାର। ସେତେବେଳେ ସେଠି ପାଖରେ କେହି ଋତିକ ନଥିଲେ। ଏରସମା ଅଞ୍ଚଳରୁ ଜଣେ ଋତିକ ଯାଇଥିଲେ ସେଠିକି। ତାଙ୍କ ନାଁ ହେଉଛି ପରେଶ ଚନ୍ଦ୍ର ପ୍ରଧାନ, ବଙ୍ଗାଳୀ ଲୋକ, ରିଫ୍ୟୁଜି ବଙ୍ଗାଳୀ। ସିଏ ଅଳ୍ପ ଦିନ ଋତିକ ରହିଛନ୍ତି, ତାପରେ ତାଙ୍କର ଦେହାନ୍ତ ହେଇଗଲା। କ'ଣ ପାଟ ଅଲସର ଫଲସର ନା ପଲିକି ହେଇଗଲା। ଆଜି ବୁଲାବୁଲି କରିକିରି ଖିଆ ପିଆ ଠିକଣା ନାହିଁ, ଏମିତି ଗୋଟେ ହେଇଗଲା। ତାଙ୍କର ବେଶୀ ଦିନ ସେ ବଞ୍ଚି ନାହାନ୍ତି। ସେ ମାନେ ପାଞ୍ଜା ପାଇଲା ପରେ ବୋଧେ ପ୍ରଥମେ ମୋତେ ଦୀକ୍ଷା ଦେଇଛନ୍ତି। ତେଣୁ ସିଏ ତାଙ୍କଠାରୁ ମୁଁ ଦୀକ୍ଷା ନେଇଥିଲି, ପରେଶ ଚନ୍ଦ୍ର ପ୍ରଧାନ। ଦୀକ୍ଷା ନେଲା ପରେ ମୁଁ ପାଳନ କରୁଥିଲି ଇଷ୍ଟବୃତ୍ତି, ମୁଁ ଗୋଟେ ଦିନ ବନ୍ଦ କରିନାହିଁ ଆଜି ପର୍ଯ୍ୟନ୍ତ। ତାପରେ ସେଇଠୁ ସତ୍ସଙ୍ଗ ବିହାର ତ ଯାଏ। ସତ୍ସଙ୍ଗ ବିହାରରେ ସବୁ ପିଲାମାନେ, ସବୁ ବାହାର ପିଲା ସବୁ ରହନ୍ତି, ରହିକି ପଢ଼ାପଢ଼ି କରନ୍ତି। ମୁଁ କହିଲି ମୁଁ ଏଠି ରହିପାରିବି ନା? ହଁ ରହିପାରିବିନି କାହିଁ, ଆମର କାଳିଦା ଅଛନ୍ତି, ତାଙ୍କୁ କୁହ। କାଳିଦାଙ୍କୁ ମୁଁ କହିଲି, ସେ କହିଲେ ହଉ ରୁହ ଆସିକି। ତାପରେ ମୁଁ ଶେଖ ବଜାର ଛାଡ଼ିକିରି ଆସିକି ରହିଲି କେଉଁଠି? କଟକ ସତ୍ସଙ୍ଗ ବିହାରରେ ରହିଲି। ତେଣୁ ସତ୍ସଙ୍ଗ ବିହାର ରହିବା, ସତ୍ସଙ୍ଗ ବିହାରରେ ଖାଇବା। ଆଉ ମୁଁ ତ ଆଗରୁ ତ ଆମିଷ ଛାଡ଼ି ଦେଇଥିଲି, ମାଛ ମାଛ ଛାଡ଼ି ଦେଇଥିଲି। ପିଆଜ ରସୁଣ କେଉଁଠି ଘରେ ତ କରିବାର ନାହିଁ, ବାହାରେ କେଉଁଠି କ'ଣ ଖାଇ ଦେଉଥିଲି ଏମିତି।
ମିଳିଲେ ବାଧ୍ୟ ହେଇକି ଖାଇ ଦେଉଥିଲି, ସେଇଟା ବି ଗଲା। ସତ୍ସଙ୍ଗରେ ରହିଲି, ସତ୍ସଙ୍ଗରେ ଖାଇଲି ଏବଂ ସତ୍ସଙ୍ଗର ପରିବେଶରେ ମୁଁ ପଢ଼ିଲି। ସତ୍ସଙ୍ଗରେ ବି ମୋତେ ଗୋଟେ ଲାଇବ୍ରେରୀ ମିଳିଗଲା, କାରଣ ମୋର ପଢ଼ିବାର ଭଲ ଅଭ୍ୟାସ ଥାଏ। ସତ୍ସଙ୍ଗର ଲାଇବ୍ରେରୀର ଖାଲି ମିଳିଗଲା ନୁହଁ, ସେ ଲାଇବ୍ରେରୀର ସଜ୍ଜୀକରଣ ଦାୟିତ୍ୱ ମଧ୍ୟ ମୁଁ ନେଇଗଲି। ଲାଇବ୍ରେରୀର ବହି ଗୁଡ଼ାକ ସବୁ ନମ୍ବରିଂ କରିବା, ବହି ଗୁଡ଼ାକ ମଲାଟ ମଡ଼େଇବା, ଅଠା ପଛପଟେ ଷ୍ଟିକର ମାରିକିରି ବହିର ନମ୍ବର ଲେଖିବା, ବହି ଗୁଡ଼ାକର ବର୍ଗୀକରଣ କରିବା, କେଉଁଟା ଓଡ଼ିଆ ବହି, କେଉଁଟା ବଙ୍ଗଳା ବହି, କେଉଁଟା ଠାକୁରଙ୍କ ବହି, କେଉଁଟା ଅନ୍ୟ ଧର୍ମଶାସ୍ତ୍ରର ବହି, ଏ ବହି ଗୁଡ଼ାକ ସବୁ ବର୍ଗୀକରଣ କରିବା। ଇଂଲିଶ, ବଙ୍ଗଳା, ଓଡ଼ିଆ ଏଇସବୁ ବିଭିନ୍ନ ଭାଷାର ବହି, ବିଭିନ୍ନ କାଟାଗୋରୀର, ତାକୁ ବର୍ଗୀକରଣ କରିକିରି ଆଲମାରିରେ ସବୁ ଥାକ କରି ସଜେଇଲି କଟକ ସତ୍ସଙ୍ଗରେ। ସେ କାମଟା ମୁଁ କରିଥିଲି। ଆଉ ସେ ବହି ଗୁଡ଼ାକ ମଧ୍ୟ ମୁଁ ବସିକି ପଢ଼ିଲି, ଯେତେବେଳେ ଫାଙ୍କା ପାଇଲି ସେଠି ବସି ପଢ଼ିଲି। ଆଉ କ'ଣ ଅଛି? ଦୀକ୍ଷା ସହ ପାଠ ପଢ଼ିବା ଆଉ ସତ୍ସଙ୍ଗ ବିହାରରେ ରହିବା, ଆପଣ ଯେମିତି କହୁଥିଲେ ବହି ଗୁଡ଼ାକୁ ସଜେଇକି ରଖିବା, ଗୋଟେ ବହୁତ ଭଲ ଅନୁଭୂତି ଥିଲା। ଆପଣଙ୍କର ଯୋଉ ଦୀକ୍ଷା ସହିତ ଆପଣ ସ୍ୱସ୍ତୟିନୀ କେବେ ନବା, ମାନେ କେବେଠୁ ନେଲେ ସ୍ୱସ୍ତୟିନୀ? କହୁଛି, ଦୀକ୍ଷା ମୋର ହେଇଥିଲା 1984 ମସିହା ଜାନୁଆରୀ 28 ତାରିଖ। ଆଉ ସ୍ୱସ୍ତୟିନୀ ଡେଟ୍ ହେଉଛି ଠିକ୍ ସମାନ ବର୍ଷ ପରେ, ଆଉ ସେମ୍ ଡେଟ୍ରେ, ମାନେ ଦୀକ୍ଷା ତାରିଖ ଆଉ ସ୍ୱସ୍ତୟିନୀ ତାରିଖ ହେଉଛି ମୋର ସମାନ। ମୋର ଦୀକ୍ଷାଦାତା ଋତିକ ହେଉଛନ୍ତି ପରେଶ ଚନ୍ଦ୍ର ପ୍ରଧାନ, ସ୍ୱର୍ଗତ। ଆଉ ସ୍ୱସ୍ତୟିନୀ ଦାତା ଋତିକ ହେଉଛନ୍ତି ନକୁଳ ଚରଣ ଦାସ, ସିଏ ବି ବର୍ତ୍ତମାନ ସ୍ୱର୍ଗତ। ଆଉ ଦୀକ୍ଷା ନେଇଥିଲି କଟକ ସତ୍ସଙ୍ଗ ବିହାରରେ, ଆଉ ସ୍ୱସ୍ତୟିନୀ ନେଇଥିଲି ସେଇ କଟକ ସତ୍ସଙ୍ଗ ବିହାରରେ। ସେତେବେଳେ ମୁଁ କଟକ ସତ୍ସଙ୍ଗରେ ରହୁଥିଲି। ଠିକ୍ ବର୍ଷ ପରେ ଗୋଟାଏ ଛୋଟକାଟର ସତ୍ସଙ୍ଗର ଆୟୋଜନ କରି ଦିନବେଳା ସେଠି ସ୍ୱସ୍ତୟିନୀ ମାଆକୁ ନେଇଥିଲି। ତାପରେ ସେଇଦିନ ଗୋଟେ ଛୋଟକାଟର ସତ୍ସଙ୍ଗ ଗୋଟେ ଆୟୋଜନ କରାହେଇଥିଲା। ଏ ସ୍ୱସ୍ତୟିନୀ ପୂର୍ବରୁ ଯେଉଁ ନୀତି ନିୟମ ପାଳନ କରିବା କଥା, ତା ତ ମୁଁ ଆଗରୁ ପାଳନ କରୁଛି। ମାଛ ମାଂସ ଦୀକ୍ଷା ନେବା ପୂର୍ବରୁ ମୁଁ ଛାଡ଼ି ଦେଇଛି। ଦୀକ୍ଷା ନେବା ପୂର୍ବରୁ ମାଛ ମାଂସ ଛାଡ଼ିବାର କାରଣଟା ମୁଁ କହୁଛି, କାହିଁକି ଛାଡ଼ିଲି, କେମିତି। ଆମର ବ୍ରାହ୍ମଣ ପରିବାରରେ ଆମର ଓଡ଼ିଆ ଘରେ ମାଛ ଖାଆନ୍ତି। ତେଣୁ ଆମେ ସେ ମାଛ, ସେ ଅନ୍ଦୁଳି ମାଛ, ଫନ୍ଦୁଳି ମାଛ, ପୋଖରୀ ମାଛ ଏତିକି ଖାଉ, ଅଧିକ କିଛି ନାହିଁ। ଆଉ ମାଂସ ଖାଉଥିଲୁ ବର୍ଷକେ ଥରେ, ସେ ରଜରେ, ପହିଲି ରଜ ଦିନ ବର୍ଷକେ ଥରେ ଆଣୁଥିଲେ, ସେତିକି। ଅଣ୍ଡା, କୁକୁଡ଼ା ଏଇଟା ଆମେ ଛୁଇଁଲେ ପଇତା ମାରା ହେବ। ଏଇଟା ବ୍ରାହ୍ମଣ ଏତିକି ଥିଲା। ତାପରେ ମୋର ମୁଁ ଷଷ୍ଠ ଶ୍ରେଣୀରେ ପଢ଼ିଲା ବେଳେ ଗୋଟେ ଆକ୍ସିଡେଣ୍ଟ ହେଇଥିଲା। ଗୋଟେ ଅଟୋଟା ମୋତେ ବାଡ଼େଇ ଦେଇଥିଲା। ମୋ ଗୋଡ଼ରୁ ଗୋଟେ ମାଂସ ଫାଳେ ଉଠି ଯାଇଥିଲା, ହାଡ଼ ଭାଙ୍ଗିନି, ଭାଗ୍ୟ ଭଲ। କିନ୍ତୁ 3 ମାସ ଲାଗିଲା ଭଲ ହେବା ପାଇଁ। ସେଇଠୁ ଆମ ଗାଁରେ ଜଣେ ଆମର ଲୋକ, ଆମକୁ ଭଲ ପାଉଥିବା ଲୋକ, ସିଏ ମୋ ପାଇଁ ଗୋଟେ ଯାଚିଥିଲେ ବୋଦା ବଳି ଦେଲେ ଭଲ ହେଇଯିବ ବୋଲି ଯାଚିଥିଲେ। ଆଉ କନକ ଦୁର୍ଗାଙ୍କ ପାଖରେ ବୋଦା ବଳି ଦିଆଯିବ ବୋଲି ସେ ଯାଚିଥିଲେ। ମୋର ଭଲ ହେଇଗଲା ପରେ ସେ ମୋ ବୋଉକୁ କହିଲେ ଯେ ମୁଁ ତମ ପୁଅ ପାଇଁ ଯାଚିଥିଲି ଗୋଟେ ବୋଦା ବଳି ଦେବା ପାଇଁ। ବୋଉ କହିଲା, ତମେ ଯାଚିଥିଲ କ'ଣ ତମେ ଦେବ, ଆମେ ଦେବୁ ନା। ଆଉ କିନ୍ତୁ ବୋଦାଟା ଆସିବ କେଉଁଠୁ? ପଇସା ବୋଦାଟାଏ କିଣିବା ପାଇଁ ଅଣ୍ଡା ଛେଳିଟାଏ ପଇସା ଆମ ପାଖରେ ନାହିଁ। ତେଣୁ ବୋଉ ଚିନ୍ତା କଲା, ଗୋଟେ ଛେଳିଟାଏ ଆମ ଘରେ କେବଳ ଗାଈ ପାଳନ୍ତି, ଛେଳି ପାଳନ୍ତି ନାହିଁ। କିନ୍ତୁ ବୋଦା ବଳି ଦେବା ପାଇଁ ଗୋଟେ ଛେଳିଟାଏ ଅଧିକା ଆଣିକିରି ବୋଉ ପାଳିଲା। ସେ ଛେଳି ଛୁଆ ପକେଇଲା, ଗୋଟିଏ ଅଣ୍ଡିରା ଛୁଆ, ଆଉ ଦ୍ୱିତୀୟ ନାହିଁ। ତେଣୁ ସେ ଅଣ୍ଡିରା ଛୁଆଟା ଆମ ପାଖରେ ହେଲା। ସେ ମାଇ ଛେଳିଟାକୁ ତାକୁ ଦେଇଦେଲୁ, ଯାହା ଆମେ ଆଣିଥିଲୁ ଅଧିକା। ସେ ଅଣ୍ଡିରା ଛେଳିଟା ଯେହେତୁ ଛୋଟ ପିଲା ବେଳୁ ତାକୁ ମୁଁ ଦେଖିଛି, ତାର ସେବା କରିଛି। ତେଣୁ ଯାହାକୁ ତମେ ଦେଖିବ, ଯାହାର ସେବା କରିବ, ତାକୁ ଗୋଟେ ଭଲ ପାଇବା ଜାଗ୍ରତ ହେବ ତା ପ୍ରତି, ସ୍ୱାଭାବିକ କଥା। ଆଉ ତାକୁ ଯାଇକି ବଳି ଦିଆଯିବ, ସେଇଟା ମୋତେ କ'ଣ ସହ୍ୟ ହେବ? ପୁଣି ମୋ ପାଇଁ, ମୋ ନାଁରେ ଯାଉଛି ବଳି। ଆଉ ଗାଁରେ ଯିଏ ସବୁ ସେ ଯାଇଥିଲେ, ଯିଏ ଯାଚିଥିଲେ ସିଏ ଯାଇଥିଲେ, ଆଉ 2-4 ଜଣ ସାଙ୍ଗରେ ଯାଇଥିଲେ। କନକ ଦୁର୍ଗା ଆମ ଘରଠାରୁ ବୋଧେ 10-12 କିଲୋମିଟର ବାଟ ହେବ। ଗହିର ବିଲରେ 10-12 କିଲୋମିଟର। ଏ ବାହାରେ ବୁଲିକିରି ଗଲେ 15 କିଲୋମିଟର ଅଧିକା ହେବ। ଖରାଦିନ ଗହିର ବିଲ ବାଟେ ଆମେ ସେଇଠୁ ଚାଲି ଚାଲିକା, ମାନେ ଟେଳା କିଆରି ଚାଲି ଚାଲିକା କନକ ଦୁର୍ଗା ମନ୍ଦିରକୁ ଗଲୁ ବୋଦା ବଳି ଦେବା ପାଇଁ। ବୋଦା ବଳି ଦେବା ପାଇଁ। ସେଇଠୁ ବଳି ମୁଁ ଦେଖିଲି ଅନ୍ୟମାନଙ୍କ ବୋଦାମାନଙ୍କୁ କେମିତି ବଳି ଦିଆଯାଉଛି। ମୋ ମନଟା ଖରାପ ହେଇ ସାରିଥିଲା। ତାପରେ ଆମ ବୋଦାରେ ଯେତେବେଳେ ପାଳି ପଡ଼ିଲା,
ମୁଁ ଯେତେବେଳେ ସେ ଜାଗାରେ ପଳେଇ ଆସିଲି, ତାପରେ ମୁଁ ସେଠି ଭାବିଲି ମାଆଙ୍କ ପାଖରେ ବୋଦାବଳି ଦିଆହେଉଛି, ମା କ'ଣ ଏମାନେ କ'ଣ ମାଆଙ୍କ ସନ୍ତାନ ନୁହନ୍ତି? ସେଇ ବୟସରେ ମୋର ଏ ବୋଧ ଜାତ ହେଇଥିଲା, ଯୋଉଠି ମୁଁ ଏଇଟା ବୋଦାବଳିଟା ଦିଆହେଲା ମାନେ ଆକ୍ସିଡେଣ୍ଟ ହେଇଥିଲା 6ଠ ଶ୍ରେଣୀରେ, ବୋଦାବଳି ଦିଆହେଲା କିନ୍ତୁ ମୁଁ ଯେତେବେଳେ ଅଷ୍ଟମ ନବମ ଶ୍ରେଣୀରେ ପଢୁଥିଲି, ଅଷ୍ଟମ ଶ୍ରେଣୀରେ ପଢୁଥିଲି ସେତେବେଳେ। ବୋଦା ବଡ ହେଇସାରିଲା ପରେ ବୋଦା ବଡ଼ ହେଇସାରିଲା ପରେ ଏବଂ ପାଳିଆ ଏ ପ୍ରକ୍ରିୟା ଭିତରେ ବଳି ଦେବା ପାଇଁ ଅନେକ ବର୍ଷ ଲାଗିଯାଇଛି ଆଉ କ'ଣ ଅଛି। ତେଣୁ ମୁଁ ସେଇ ବୟସରେ ମୋର ଏଇ ଧାରଣା ଯେ ମା କ'ଣ କେବେ ହେଲେ ସନ୍ତାନର ରକ୍ତ ପିଇ ପାରନ୍ତି? ଆଉ ଏମାନେ ଯଦି ମାଆଙ୍କ ଇଚ୍ଛା ବିରୁଦ୍ଧରେ ଏଇଟା କରୁଥାନ୍ତି, ତାଙ୍କର କାହିଁ ଅମଙ୍ଗଳ ହଉନି? ମା ତାଙ୍କର କାହିଁ କିଛି କ୍ଷତି କରୁନାହାନ୍ତି? ତାହେଲେ ଇଏ ମା ନୁହନ୍ତି, ଇଏ ଦେବୀ ନୁହନ୍ତି, ଇଏ ଜଗନ୍ମାତା ନୁହନ୍ତି। এই ପ୍ରକାର ଧାରଣା ଗୋଟେ ବିଦ୍ରୋହ ଭାବ ସୃଷ୍ଟି ହେଲା। ଆଚ୍ଛା, ତେଣୁକରି ମୁଁ ସେବେଠାରୁ ଦେବୀ ମନ୍ଦିରକୁ ଯାଏ ନାହିଁ, କୌଣସି ଦେବୀଙ୍କ ପୂଜା କରେ ନାହିଁ। ଆମ ଘରେ ତ ବାସୁଦେବ ମନ୍ଦିର ଅଛି, ତେଣୁ ମୋର ଇଷ୍ଟ ଦେବତା ହେଲେ କିଏ? ଭଗବାନ ଶ୍ରୀକୃଷ୍ଣ, ବାସୁଦେବ, ଜଗନ୍ନାଥ, ଆଉ କୌଣସି ଦେବୀ ନୁହନ୍ତି। ଦେବୀଙ୍କୁ ମନ୍ଦିରକୁ ଯିବା, ଦେବୀଙ୍କୁ ପୂଜା କରିବା, ଏଇଟା ମୁଁ ପୁରାପୁରି ବିରୋଧ କରିଥିଲି। ମୋ ଭିତରେ ବିଦ୍ରୋହ ସୃଷ୍ଟି ହେଇଥିଲା। ତାପରେ ସେ ଯେଉଁ ଆସିଲା ବୋଦା ବଳି ଦିଆ ହେଇକିରି ମାଂସ ଆସିକି ରନ୍ଧା ହେଲା, ଗାଁରେ ପ୍ରସାଦ ରୂପରେ ସେ ମାଂସ ସବୁ ବଣ୍ଟା ହେଲା। ତାପରେ ଆମ ଘରେ ନୁହଁ, ଆମ ଘର ପଡ଼ିଶା ଘରେ ରନ୍ଧା ହେଲା, ପ୍ରସାଦ ହିସାବରେ ଖାଇବାକୁ ମୋତେ ଡକା ହେଲା, ମୁଁ ଖାଇଲିନି। ତାପରେ ଆମିଷ ତ୍ୟାଗଟା ମୋର ସେଇ ଜଣ୍ଟାରେ ହେଇଯାଇଛି, ମାନେ ମାଛ ମାଂସ ଖାଇବାଟା ସେଇ ଜଣ୍ଟାରେ ମୋର ବନ୍ଦ, ମାଛ ମାଂସ ଖାଇବା ମୁଁ ଖାଇନି। ତାପରେ ମୋ ବୋଉ ତ ବିଧବା ହେଇଗଲା ପରେ ଆମ ଘରକୁ ମାଛ ମାଂସ ପିଆଜ ରସୁଣ ଆସିବନି, ତେଣୁ ମାଛ ମାଂସ ପିଆଜ ରସୁଣ ଖାଇବା ବନ୍ଦ ହେଇଗଲା। କି ପିଆଜ ରସୁଣଟା କେବଳ ବାହାରେ ଯୋଉଠି ଯେମିତି କିଛି ନ ମିଳିଲେ କ'ଣ ଖାଇଦେଉଥିଲି, ସେତିକି, ଆଉ ମାଛ ମାଂସ ଖାଉନଥିଲି। ଏଇଟା ହେଉଛି ଅଷ୍ଟମ ନବମ ଶ୍ରେଣୀର କଥା, ନବମ ଶ୍ରେଣୀର କଥା। ତାପରେ 10ମ ପାସ୍ କରିକି କଟକ ଆସିଲି। କଟକରେ ବର୍ଷେ ପରେ 83 ମସିହା ସିନିୟର ବ୍ୟାଚ୍ ମୋର ମାଟ୍ରିକ। ଆଉ ତାପରେ ଜୁଲାଇ ମାସରେ ତ ନାଁ ଲେଖା ହୁଏ, ଏବେ ନାଁ ଲେଖେଇଲି। କଟକ ସତ୍ସଙ୍ଗ ବିହାରରେ ତାପରେ ରହିଲି ବର୍ଷକ ପରେ। ସତ୍ସଙ୍ଗ ବିହାର ରହିଲା ପରେ ପିଆଜ ରସୁଣ ଖାଇବା ବନ୍ଦ ହେଇଗଲା। ମାଛ ମାଂସ 2 ବର୍ଷ ତଳୁ ଖାଇବା ବନ୍ଦ କରିଦେଇଛି, 2-3 ବର୍ଷ ତଳୁ। କଟକ ସତ୍ସଙ୍ଗ ବିହାର ରହିଲା ପରେ ପିଆଜ ରସୁଣ ଖାଇବାଟା ବନ୍ଦ ହେଇଗଲା। ତେଣୁ ତାର ବର୍ଷକ ପରେ ସୁସ୍ଥି ନେଲି, ଦୀକ୍ଷାର ବର୍ଷକ ପରେ ସୁସ୍ଥି ନେଲି। ତା ସହିତ ପାଠ ପଢା ଚାଲିଥାଏ। ପାଠପଢ଼ାଟା ମୁଁ ପଢ଼ୁଥିଲି। ତାପରେ ମୋର ପଢ଼ାଟା ପ୍ରଥମେ ଥିଲା କଟକ ରେଭେନ୍ସା କଲେଜ। ରେଭେନ୍ସା କଲେଜରେ ତ କୌଣସି କାରଣରୁ ମୁଁ ପରୀକ୍ଷା ଫିସ୍ ଦେଇପାରିଲିନି, ତେଣୁ ମୁଁ ଫର୍ମ ଫିଲ୍ଅପ୍ କରିପାରିଲିନି। ତେଣୁ ବର୍ଷଟା ମୋର ଲୁଜ୍ ହେଇଗଲା। ତାପରେ ମୁଁ ସେଠୁ ଏଇ ବିଷୟ ନେଇକରି ଯାଇଥିଲି ଆଶ୍ରମରେ ଶ୍ରୀ ବଡ଼ଦାଙ୍କ ନିବେଦନ କଲି ଯେ ଏମିତି ପାଠପଢ଼ାଟା ଆମର ହେଇଯାଇଛି। ଦାଦା, ଆପଣ ସେତେବେଳେ ଅର୍ଥାଭାବରୁ ପରୀକ୍ଷା ଡ୍ରପ୍ କଲେ, ଆଉ ପରବର୍ତ୍ତୀ ସମୟରେ ଆପଣ ସେତେବେଳର ଆଚାର୍ଯ୍ୟ ଦେବ ଶ୍ରୀ ଶ୍ରୀ ବଡ଼ଦାଙ୍କ ପାଖକୁ ନିବେଦନ କରିବାକୁ ଯାଇଥିଲେ। କ'ଣ ଥିଲା ସେ ଅନୁଭୂତି? ମୁଁ କହୁଛି ଯେ ରେଭେନ୍ସା କଲେଜରେ ମୁଁ IA ପଢ଼ୁଥିଲି, ଆର୍ଟ୍ସ। ତାର ସବଜେକ୍ଟ ଥିଲା ଇକୋନୋମିକ୍ସ, ପଲିଟିକାଲ ସାଇନ୍ସ, ସାଂସ୍କ୍ରିଟ, ଷ୍ଟାଟିଷ୍ଟିକ୍ସ। ସେଥିରେ ପ୍ରାୟ ସବୁ ସବଜେକ୍ଟରେ ମୋର ଆରମ୍ଭରେ ଭଲ ହେଉଥିଲା। ଇଂଲିଶରେ ମୁଁ ଇଂଲିଶ ମିଡ଼ିୟମ ପିଲା ଯେତିକି ମାର୍କ ରଖୁଥିଲେ ପାଖାପାଖି ତାଠୁ ଟିକେ କମ୍, କିନ୍ତୁ ପାଖାପାଖି ସେମାନେ 70 ରଖିଲେ ମୁଁ 60 ରଖୁଥିଲି, ଏଭଳି ମାର୍କ ମୁଁ ରଖୁଥିଲି। ସାଂସ୍କ୍ରିଟରେ ମୁଁ ହାଇଏଷ୍ଟ ମାର୍କ ରଖୁଥିଲି। ଷ୍ଟାଟିଷ୍ଟିକ୍ସ ବି ଆରମ୍ଭରୁ ଭଲ ହେଉଥିଲା, କିନ୍ତୁ ପରେ ସେଟା ଧୀରେ ଧୀରେ କମିଲା। ତାର କାରଣ ହେଉଛି ଯେ ମୁଁ ଟ୍ୟୁସନ୍ କରିକି ପଢ଼ୁଥିଲି ଏବଂ 10 କିଲୋମିଟର ବାଟ ମୁଁ ଚାଲି ଚାଲିକି ଯିବା ଆସିବା କରୁଥିଲି। ଏବଂ ସକାଳେ ଗଲେ ଟ୍ୟୁସନ୍, ସନ୍ଧ୍ୟାବେଳେ ଗଲେ ଟ୍ୟୁସନ୍, ପଢ଼ିବାକୁ ଟାଇମ୍ କାହିଁ? ସିଆଡ଼ୁ ଆସିବି, ଷ୍ଟୋଭ୍ ଲଗେଇକି ରୋଷେଇ କରିକି ଖାଇବି, ଖବରକାଗଜ ପଢ଼ିବି, ଶୋଇବି,
ପଢ଼ିବାକୁ ଟାଇମ୍ ନାହିଁ, ଏଇଭଳିଆ ମୋର ସମୟ କଟୁଥିଲା। ତେଣୁ ଏହିପରି ଭାବରେ ମୋର ସମୟ କଟୁଥିଲା, ଟ୍ୟୁସନ୍ର ସମୟ ଯାଉଥିଲା, ପାଠପଢ଼ା ଟିକେ ବାଧାପ୍ରାପ୍ତ ହେଲା। ତଥାପି ମୁଁ ପଢ଼ୁଥିଲି ଭଲ, କିନ୍ତୁ ପରୀକ୍ଷା ଦେଲା ବେଳକୁ ମୁଁ ଫର୍ମ ଫିଲ୍ଅପ୍ କରିପାରିଲି ନାହିଁ। ଫର୍ମ ଫିଲ୍ଅପ୍ କରିବା ପାଇଁ ସେତେବେଳେ 100 ଟଙ୍କା ଦରକାର ଥିଲା ମାତ୍ର। ବର୍ତ୍ତମାନ ଭାଇ ମାତ୍ର, କିନ୍ତୁ ସେତେବେଳେ 100 ଟଙ୍କାଟା ମୋ ପାଇଁ ବଡ଼ ଥିଲା। ମୁଁ ଜଣେ ରିଲେଟିଭଙ୍କ ପାଖକୁ ଚିଠି ଲେଖିଥିଲି ମୋତେ ଫର୍ମ ଫିଲ୍ଅପ୍ ପାଇଁ ଟଙ୍କା ପଠାଇବାକୁ। ସେ ଟଙ୍କା ହିଁ ପଠାଇଥିଲେ, 100 ଟଙ୍କା ପଠାଇଥିଲେ, କିନ୍ତୁ ଫର୍ମ ଫିଲ୍ଅପ୍ ସରିଲା ପରେ, ଡେଟ୍ ଗଲା ପରେ ତାଙ୍କ ଟଙ୍କାଟା ପହଞ୍ଚିଲା ମୋ ପାଖରେ। ତେଣୁ ମୁଁ ତା ଫର୍ମ ଫିଲ୍ଅପ୍ଟା କରିପାରିଲି। ମୁଁ ତାଙ୍କ ଟଙ୍କାକୁ ଅପେକ୍ଷା କରି ରହିଲି, ଆଉ ଗୋଟେ ଟଙ୍କା ଯୋଗାଡ଼ କଲେନି ଫର୍ମ ଫିଲ୍ଅପ୍ କରିବା ପାଇଁ। ଆଉ ତା ଭିତରେ ଡେଟ୍ଟା ପଳେଇଗଲା, ତାଙ୍କ ଟଙ୍କାଟା ପଛରେ ଆସି ପହଞ୍ଚିଲା। ତା ପର ବର୍ଷ ମୁଁ ଫର୍ମ ଫିଲ୍ଅପ୍ କଲି। ଫର୍ମ ଫିଲ୍ଅପ୍ କଲା ପରେ ୟୁନିଭର୍ସିଟିରୁ ଫର୍ମ ଫେରି ଆସିଲା, ଆଉ ତୁମେ ପରୀକ୍ଷା ଦେଇପାରିବ ନାହିଁ। କାହିଁକି? ଆମେ ତ 2 ବର୍ଷ ପଢ଼ିଛୁ। ନା ତୁମେ ଦେଇପାରିବନି, କାରଣ ହେଉଛି ତୁମେ ବର୍ତ୍ତମାନ କୋର୍ସ ବଦଳି ଯାଇଛି। IA କୋର୍ସ ଆମେ ଦେଇଥିଲୁ ପରୀକ୍ଷା, ସିନିୟର ବ୍ୟାଚ୍, ମାଟ୍ରିକ ସିନିୟର ବ୍ୟାଚ୍, 83 ସିନିୟର ବ୍ୟାଚ୍। ତେଣୁ 2 ବର୍ଷିଆ କୋର୍ସରେ ଆମେ ପରୀକ୍ଷା ଦେଇଥିଲୁ। ବର୍ତ୍ତମାନ କୋର୍ସ ଚେଞ୍ଜ ହେଇକି 3 ବର୍ଷିଆ କୋର୍ସ +2 +3 ହେଇଯାଇଛି। ତେଣୁ ସେ ଆଉ ପରୀକ୍ଷା ଦେଇପାରିବନି। କୋର୍ସ +2 କୋର୍ସଟା ବଦଳି, IA କୋର୍ସଟା ପୁରାପୁରି ଅଲଗା ହେଇଯାଇଛି। ମୁଁ ଦେଖିଲି ଯେ ବହି ମୁଁ ଯାହା ପଢ଼ିଥିଲି, ଇଏ ନୂଆ ପାଠ କିଛି ଏକା ନୁହଁ, ସବୁ ଅଲଗା। ନୂଆ ପାଠକୁ ମାନେ ମୁଁ 2 ବର୍ଷର ପାଠକୁ ମୋତେ ବର୍ଷକ ଭିତରେ ପଢ଼ିକି ପରୀକ୍ଷା ଦେବା ପଡ଼ିବ, ଭାରି କଷ୍ଟ। ଆର୍ଟ୍ସ ହେଲେ କ'ଣ ହେଲା, ପାଠ ମୁଁ ତ ପଢ଼େ, ଟ୍ୟୁସନ୍ କଲେ ବି ତ ପୁଣି ପଢ଼ିବି ନା, ଟ୍ୟୁସନ୍ରେ ସମୟ ଯିବ ପୁଣି। ତେଣୁ ମୋର ଆଉ ଆଗ୍ରହ ହେଲାନି, ମୁଁ ଆଉ ଥରେ ସେ ପୁରୁଣା ପିଲାଙ୍କ ସାଙ୍ଗରେ ବସିକରି ସେଠି ପଢ଼ିକି ପରୀକ୍ଷା ଦେବି। ତେଣୁ ମୁଁ କ'ଣ କରିବି ଗୋଟେ ନିଷ୍ପତ୍ତି ନେଇପାରିଲିନି। ମୁଁ ପୁଣି IA ପରୀକ୍ଷା ଦେବି ନା ମୁଁ ଷ୍ଟ୍ରିମ୍ ଚେଞ୍ଜ କରିବି, ଆର୍ଟ୍ସରୁ ସାଇନ୍ସକୁ ଚେଞ୍ଜ କରିବି। ମାନେ ପିଲାମାନେ ସବୁ ସାଇନ୍ସରୁ ଆର୍ଟ୍ସକୁ ଚେଞ୍ଜ କରନ୍ତି, ସାଇନ୍ସ ମାନେ ପଢ଼ିପାରନ୍ତିନି, ସେମାନେ ଆର୍ଟ୍ସ ପଢ଼ନ୍ତି। କିନ୍ତୁ ମୋ କ୍ଷେତ୍ରରେ ଥିଲା ସମ୍ପୂର୍ଣ୍ଣ ଓଲଟା। ମୁଁ ଆର୍ଟ୍ସରୁ ସାଇନ୍ସକୁ ଚେଞ୍ଜ କରିବା ପାଇଁ ଚିନ୍ତା କରୁଥିଲି। ଆଉ ମୋ ପାଖରେ, ମୁଁ ଯେହେତୁ ମାଟ୍ରିକରେ ଭଲ ରେଜଲ୍ଟ କରିଥିଲି, ମାର୍କ ଭଲ ଥିଲା, ତେଣୁ ଆଡ଼ମିସନ୍ ପାଇଁ ସାଇନ୍ସ ପଢ଼ିବା ପାଇଁ ମୋ ପାଖରେ ମଧ୍ୟ ସେତିକି ମାର୍କ ଥିଲା। ମୁଁ ଗଲି ଶ୍ରୀ ଶ୍ରୀ ବଡ଼ଦାଙ୍କୁ ଦେଖା କରିବା ପାଇଁ। ସେତେବେଳେ ମୁଁ ସତ୍ସଙ୍ଗ ବିହାରରେ ରହୁଥିଲି। ମୁଁ ଜାଣିଥିଲି ଯେ ଏଇଭଳି କିଛି ସମସ୍ୟା ଉପୁଜିଲେ ଆଚାର୍ଯ୍ୟ ଦେବଙ୍କୁ ନିବେଦନ କରି ତା'ର ସମାଧାନ ତାଙ୍କଠାରୁ ନିଆଯାଏ ଏବଂ ସେ ଉପଯୁକ୍ତ ସମାଧାନ ଦିଅନ୍ତି। ସେତେବେଳେ ଶ୍ରୀ ଶ୍ରୀ ବଡ଼ଦା ଥିଲେ ଆଚାର୍ଯ୍ୟ ଦେବ। ମୁଁ ଟ୍ରେନ୍ରେ ଗଲି, ଲୋକାଲ୍ ଟ୍ରେନ୍ରେ, ଦେଓଘର। 1.5 ଦିନ ଲାଗିଲା ପହଞ୍ଚିବା ପାଇଁ ପାଖାପାଖି, କାରଣ ବିଭିନ୍ନ ଏଠୁ ହାওড়ା ଏଇଠୁ କ'ଣ ଖଡ଼ଗପୁର ଯାଏ, ଖଡ଼ଗପୁର ଆଉ ଗୋଟାଏ ଟ୍ରେନ୍ରେ ଆର୍ଦ୍ରା ଯାଏ, ସେଠୁ ଆସାନସୋଲ, ସେଠୁ ଜସିଡ଼ି, ଏମିତି ସବୁ ଟ୍ରେନ୍ ଚେଞ୍ଜ କରି ଆଉ ପ୍ରତ୍ୟେକ ଜାଗାରେ ଟ୍ରେନ୍କୁ ଅପେକ୍ଷା କରି 2 ଦିନରେ ମୁଁ ଯାଇକି ଦେଓଘରେ ପହଞ୍ଚିଲି। ଯତୀନ୍ଦ୍ର ମୋହନ ବୋଷ ସେତେବେଳେ ଥାଆନ୍ତି ସେଠି ଏବଂ ତାଙ୍କର ସାଙ୍ଗରେ ମୋର ଭଲ ପରିଚୟ ଥାଏ। ତାଙ୍କ ପାଖରେ ଯାଇ ପହଞ୍ଚିଲି। ସିଏ ମୋତେ ତାଙ୍କ ରୁମ୍ରେ ରହିବା ପାଇଁ ଦେଲେ ଏବଂ ମୋତେ ସେଠୁ ସାଙ୍ଗରେ ନେଇକରି ବଡ଼ଦାଙ୍କୁ ଦେଖା କରିବା ପାଇଁ ଗଲେ। ବଡ଼ଦା ମୋର ସମସ୍ୟା ଶୁଣିଲା ପରେ ସେଇଠୁ ମୋତେ ପଠାଇଲେ ଶ୍ରୀ ଶ୍ରୀ ଦାଦାଙ୍କ ପାଖକୁ। ଶ୍ରୀ ଶ୍ରୀ ଦାଦା ମୋତେ କହିଲେ ବାଣୀ ବିହାରରେ ତୁମର ସମସ୍ୟା ହେଇଛି, ତୁମ ଫର୍ମ ଫେରେଇ ଦେଇଛନ୍ତି, ଏଇଆ ତ? ମୁଁ କହିଲି ହଁ। ନା ତାହେଲେ ଠିକ୍ ଅଛି। ବାଣୀ ବିହାରରେ ବର୍ତ୍ତମାନ ଆଲୋକ ଜେନା ଅଛନ୍ତି ଛାତ୍ର ନେତା, ପ୍ରେସିଡେଣ୍ଟ। ତୁମେ ତାଙ୍କୁ ଯାଇକି ମୋ ନାଁ କହିବ, ସିଏ ସବୁ ଯାହା ହେଇପାରିବ, ଯାହା ଗଭର୍ଣ୍ଣମେଣ୍ଟର ରୁଲ୍ ଅନୁସାରେ, ୟୁନିଭର୍ସିଟିର ରୁଲ୍ ଅନୁସାରେ, ୟୁନିଭର୍ସିଟି ବାହାରକୁ ତ ଆମେ ଯାଇପାରିବାନି, ତେଣୁ ଯାହା ରୁଲ୍ ଅନୁସାରେ ହେଇପାରିବ ସିଏ ନିଶ୍ଚୟ କରିଦେବେ, ଏହା କହିଲେ। ଆଉ ଷ୍ଟ୍ରିମ୍ ଚେଞ୍ଜ ବିଷୟରେ ମଧ୍ୟ କହିଲେ, ହଁ ତୁମେ ଯଦି ଚାହୁଁଛ, ଆଉ ତୁମେ ଆର୍ଟ୍ସ ନ ପଢ଼ିକି ପରୀକ୍ଷା ଦେଇପାରିବନି, ତେଣୁ ପଢ଼ିକି ଯଦି ପରୀକ୍ଷା ଦେବ, ଆର୍ଟ୍ସ ବି ଦେଇପାରିବ, ସାଇନ୍ସ ବି ଦେଇପାରିବ, ତୁମର ତ ଅଛି, ଅସୁବିଧା କ'ଣ ଅଛି? ତୁମେ ଯେ ଆଲୋକ ଜେନା ସାଙ୍ଗରେ କଥାବାର୍ତ୍ତା କର, ଏହା ମୋତେ କହିଲେ। ତେଣୁ ମୁଁ ଆସିକିରି ଆଲୋକ ଜେନା ମିଟୁ ଭାଇଙ୍କ ସାଙ୍ଗରେ କଥାବାର୍ତ୍ତା କଲି। ସେ ଦାଦାଙ୍କ ନାଁ ଶୁଣିକିରି ବହୁତ ମାନେ ଖୁସି ହେଲେ ଯେ ଦାଦା ତାଙ୍କୁ ଏତେ ସମ୍ମାନ ଦିଅନ୍ତି, ତାଙ୍କ ପାଖକୁ ଲୋକ ପଠାଉଛନ୍ତି ତାଙ୍କ ସମସ୍ୟା ସମାଧାନ ପାଇଁ। ତାଙ୍କର ବହୁତ ଖୁସି ହେଲେ। ଆଉ ମୋର ଦେଖିଲେ କ'ଣ କ'ଣ ହେଇପାରିବ, କ'ଣ ନାହିଁ, ୟୁନିଭର୍ସିଟିରେ ପଚାରିକି ବୁଝିଲେ ଯେ କାହିଁ ଆଡ଼ମିସନ୍ ହେଇପାରିବନି, କାରଣ ତାଙ୍କର ରୁଲ୍ ବର୍ତ୍ତମାନ ଚେଞ୍ଜ ହେଇଯାଇଛି।
ରୁଲକୁ ପୁଣି ବଦଳାଇବା ପାଇଁ ହେଲେ ତାଙ୍କର ସିଣ୍ଡିକେଟ୍ ମିଟିଂ ବସିବା ଦରକାର। ସିଣ୍ଡିକେଟ୍ ମିଟିଂ ବସିଲେ ପୁଣି ଆଉ ଗୋଟେ ବର୍ଷ ଡେରି ହେଇଯିବ। ଗୋଟେ ବର୍ଷ ତ ଗଲାଣି, ଏବେ ତ ଆଡମିସନ ସିଜିନ୍। ମୁଁ ଯଦି ଆଡମିସନ ଏବେ ନ କରେ ତାହେଲେ ପୁଣି ଆଉ ଗୋଟେ ଚେଞ୍ଜ ହେଇଯିବ। ତେଣୁ ମୋତେ ସେ ସଜେଷ୍ଟ କଲେ ତମେ କ'ଣ ଚାହୁଁଛ? ମୁଁ କହିଲି ମୁଁ ଆଉ ଆର୍ଟ୍ସ ପଢ଼ିବିନି, ରେଭେନ୍ସାରେ ପଢ଼ିବି ନାହିଁ, ମୁଁ ଷ୍ଟୁଆର୍ଟ ସାଇନ୍ସ କଲେଜରେ ପଢ଼ିବି। ସତ୍ସଙ୍ଗକୁ ପାଖ ସେଇଟା, ଏଇଟା ବି ଗୋଟେ କାରଣ। ଷ୍ଟୁଆର୍ଟରେ ପଢ଼ିବା ପାଇଁ ମୁଁ ସତ୍ସଙ୍ଗରେ ଯେହେତୁ ରହୁଥିଲି ଏବଂ ଷ୍ଟୁଆର୍ଟ ସାଇନ୍ସ କଲେଜଟା ସତ୍ସଙ୍ଗକୁ ପାଖ, ତେଣୁ ଷ୍ଟୁଆର୍ଟ ସାଇନ୍ସ କଲେଜ ନା ତାହେଲେ ଠିକ୍ ଅଛି, ସେ ମୋତେ ସାହାଯ୍ୟ କଲେ ଯାହା କରିବା କଥା। ଷ୍ଟୁଆର୍ଟରେ ମୁଁ ଫର୍ମ ପକାଇଲି, ମୋର ସିଲେକ୍ସନ୍ ହେଇଗଲା। ଷ୍ଟୁଆର୍ଟରେ ଅଧିକ ମାର୍କ ଦରକାର ପଡ଼େ, କିନ୍ତୁ ମାଟ୍ରିକରେ ମୋର ଭଲ ମାର୍କ ଥିଲା, ତେଣୁ ମୋର ସିଲେକ୍ସନ୍ ହେଇଗଲା। ଷ୍ଟୁଆର୍ଟରେ ମୁଁ +2 ସାଇନ୍ସ ପଢ଼ିଲି, ଆଉ +3 ସାଇନ୍ସ ମଧ୍ୟ ସେଇଠି ସାରିଲି। ତାପରେ ମୁଁ ନବଲିପି ସାହିତ୍ୟ ପତ୍ରିକା ସହିତ ଜଡ଼ିତ ହେଲି କିଛି ଦିନ। ତା ପୂର୍ବରୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ତା ସହିତ ସେଠି ପଢ଼ଉଥିଲି। ମୋର ସାଙ୍ଗ ସେଠି ଅବଲ୍ୟ କୁମାର ପରିଡ଼ା ସେଠି ଥିଲା, ଏବଂ ତାପରେ ସେ ସାଇନ୍ସ ତାଙ୍କର ଖାଲି ଥିଲା। ଅବଲ୍ୟ ଗଲା ପରେ ଏଠି ମ୍ୟାଥମେଟିକ୍ସ ସାଇନ୍ସ ପଢ଼ଉଥିଲି। ପ୍ରଥମେ ଇଂଲିଶ ପଢ଼ିବା ପାଇଁ ଯାଇଥିଲି, ତାପରେ ମ୍ୟାଥମେଟିକ୍ସ ସାଇନ୍ସ ପଢ଼ଉଥିଲି। ତାପରେ ମୁଁ ନବଲିପି ସାହିତ୍ୟ ପତ୍ରିକା, ଆମର ଋତିକ ଇନକମ୍ ଟ୍ୟାକ୍ସର ପୂର୍ବତନ ଡିଜି ନୃସିଂହ ପ୍ରସାଦ ତ୍ରିପାଠୀ, ସେ ମୋତେ ତାଙ୍କ ନବଲିପିରେ ଦାୟିତ୍ୱ ଦେଇଥିଲେ। ନବଲିପିରେ ମୁଁ କିଛି ଦିନ କାମ କଲା ପରେ ସମୟ କାଗଜ ବାହାରିଲା 1996 ମସିହାରେ। 97ରେ ମୁଁ ସମୟରେ ଜଏନ୍ କଲି ସବ୍ ଏଡ଼ିଟର ଭାବରେ। ସମୟରେ 9 ବର୍ଷ ପରେ ଧରିତ୍ରୀରେ 14 ବର୍ଷ, ସେଠି ମଧ୍ୟ ସବ୍ ଏଡ଼ିଟର, ସିନିୟର ସବ୍ ଏଡ଼ିଟର। ଆଉ ତାପରେ ଧରିତ୍ରୀ ପରେ ମୁଁ ଏବେ ସମ୍ବାଦରେ 2-3 ବର୍ଷ ହେଲା ଅଛି। ସମ୍ବାଦରେ ମୁଁ ସେଇ ଲାଇନ୍ରେ ଅଛି, ତେଣୁ ଇଏ ଗଲା। ତାପରେ ସ୍ୱସ୍ତିନ କଥା ମୁଁ କହିଥିଲି। ସ୍ୱସ୍ତିନ ଗ୍ରହଣ ସରିଲା ପରେ ମୁଁ ଏମିତି ଠାକୁରଙ୍କ କାମ କରି ଚାଲିଥିଲି। ଅନୁଭୂତି ମୋର, ଆପଣ ଯେଉଁ ପଚାରୁଥିଲେ ନିଜର ବ୍ୟକ୍ତିଗତ ଅନୁଭୂତି କିଛି ଠାକୁରଙ୍କୁ ନେଇକରି ଅଛି କି ନାହିଁ, ଅନୁଭୂତିଟା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବିଷୟ। ଯଦି ଆପଣ ନାମ କରିବେ କିଛି ସମୟ ମନୋଯୋଗ ଦେଇକରି, ଆପଣଙ୍କର ସେହି ସମୟରେ ନିଶ୍ଚିନ୍ତ ଭାବରେ ଅନୁଭୂତି ହେବ, ଏଥିରେ ସନ୍ଦେହ ନାହିଁ। ଯେଉଁ ସମୟରେ ଆମେ ନାମଦାନ କରିବା, ଆପଣ ଅଧଘଣ୍ଟାଏ ଘଣ୍ଟାଏ କରି ନାମଦାନ କଲେ, ଆପଣ ମନ ପୁରା କନସେନ୍ଟ୍ରେଟ୍ କରିକି ନାମଦାନ କଲେ, ଆପଣଙ୍କୁ ଗୋଟେ ଆନନ୍ଦ ମିଳିବ, ଅନିର୍ବାଚନୀୟ ଆନନ୍ଦ ମିଳିବ। ସେ ଆନନ୍ଦଟା ତ ହେଉଛି ଗୋଟେ ଅନୁଭୂତି ନା। ଆଉ ସେ ଆନନ୍ଦଟା ଯଦି ନ ମିଳନ୍ତା, ଲୋକ ପ୍ରତିଦିନ ନାମ କରିବା ପାଇଁ କି ନାମଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରନ୍ତାନି। ଏ ଯେଉଁ ଆନନ୍ଦଟା କ'ଣ ଜାଣିଛନ୍ତି? ଆନନ୍ଦଟା ସାଧାରଣ ଆନନ୍ଦ, ଅଳ୍ପ ଆନନ୍ଦ ନିଶ୍ଚୟ ମିଳିବ, କିନ୍ତୁ ଯେଉଁ ଅନିର୍ବାଚନୀୟ ଆନନ୍ଦ, ସେଇଟା କେତେବେଳେ ମିଳେ? ନାମଦାନ ଟିକେ ଅଧିକ ସମୟ କଲେ ଆମର ଯେଉଁ ଇଡ଼ା ପିଙ୍ଗଳା ସୁଷୁମ୍ନା ଯାଇଛି, ଏଇଠି ଗୋଟାଏ ଗ୍ରନ୍ଥି, ଏ ସ୍ନାୟୁ ଗୁଡ଼ାକ ଏଇବାଟେ ଯାଇକି ନ୍ୟୁରନ୍ ଗୁଡ଼ାକ ମସ୍ତିଷ୍କକୁ ଗତି କରିଛି। ଆମର ଯେତେବେଳେ ଏଇ ଜାଗାରେ ଆମେ ନାମଦାନ କରୁ, ନାମ କରୁ, ନାମର ଭାଇବ୍ରେସନ୍ ଏଠି ହୁଏ। ଭାଇବ୍ରେସନ୍ ମାନେ କମ୍ପନ। କମ୍ପନ ହେଲେ ଯେଉଁ ନ୍ୟୁରନ୍ ଗୁଡ଼ାକ ଯେଉଁ ଗତି କରୁଛନ୍ତି, ତାଙ୍କ ଭିତରେ ବି କମ୍ପନ ହୁଏ। ସେମାନେ ଯାଇ ମସ୍ତିଷ୍କକୁ ଆଘାତ କରନ୍ତି, ଏବଂ ସୁଷୁମ୍ନା ଭିତରେ ଦେଇକି ଯେଉଁ ନ୍ୟୁରନ୍ ଗୁଡ଼ାକ ଯେତେବେଳେ ତାଙ୍କର ସ୍ପିଡ଼ ବଢ଼ିଯାଏ, ତାଙ୍କର ଗତି ବଢ଼ିଯାଏ, ସେମାନେ ଗୋଟେ ପିମ୍ପୁଡ଼ି ଚାଲିଲା ଭଳିଆ ଲାଗେ ମେରୁଦଣ୍ଡ ଭିତରେ। ଇଡ଼ା ପିଙ୍ଗଳା ସୁଷୁମ୍ନା ଭିତରେ ଗୋଟେ ପିମ୍ପୁଡ଼ି ଚାଲିଲା ଭଳିଆ ଲାଗେ, ଗୋଟେ ସୁଲସୁଲ ଭଳିଆ ଲାଗେ। ସେଇଟା ଗୋଟେ ଆନନ୍ଦ, ଅତି ଆନନ୍ଦ ପ୍ରଦାନ କରେ। ତାକୁ କ'ଣ କହନ୍ତି? କୁଣ୍ଡଳିନୀ ଜାଗ୍ରତ ହେବା ବୋଲି କହନ୍ତି। ସେ କୁଣ୍ଡଳିନୀ ଜାଗ୍ରତ କାହାର ହେଲା ନହେଲା, ଯେ ଯାହା ଲୋକ ସାଧାରଣ ବୁଝିପାରନ୍ତିନି, ଆପେ ଆପେ ଯେଉଁମାନେ ନାମଦାନ କରନ୍ତି ସେମାନଙ୍କର କେତେବେଳେ କୁଣ୍ଡଳିନୀ ଜାଗ୍ରତ ହୁଏ, କେତେବେଳେ ଜାଗ୍ରତ ହୁଏ ନା, ତାହା ସେମାନେ ନିଜେ ବି ଜାଣିପାରନ୍ତିନି। କିନ୍ତୁ ଯେତେବେଳେ ଆପଣଙ୍କୁ ଅନୁଭୂତି ମିଳେ, ମାନେ ଆନନ୍ଦ ମିଳେ, ଏବଂ ଆନନ୍ଦଟା ଯେତେବେଳେ ଗୋଟାଏ ଉଚ୍ଚ ସ୍ତରର ଆନନ୍ଦ ମିଳେ, ସେତେବେଳେ ଆପଣ ଅନୁଭବ କରିପାରିବେ ଯେ ସେଟା ଆପଣଙ୍କ କୁଣ୍ଡଳିନୀ ହିଁ ଜାଗ୍ରତ ହେଇଥିଲା, ସେଥିପାଇଁ ଆପଣଙ୍କୁ କେତେ ଆନନ୍ଦ ମିଳିଲା। ଆଉ ଏ ହେଲା ପ୍ରତିଦିନର ନାମଦାନ କଥା। ନାମଦାନର ଅଭ୍ୟାସ ତ ମୁଁ ଦୀକ୍ଷା ନେବା ପୂର୍ବରୁ, ଦୀକ୍ଷା ଗ୍ରହଣ କରିବା ପୂର୍ବରୁ ମୁଁ ନାମର ଅଭ୍ୟାସ କରିଥିଲି। ସେତେବେଳେ ଏଇ ମନ୍ତ୍ରଟା ମୁଁ ପାଇନଥିଲି ସିନା, କିନ୍ତୁ ନାମ ତ ଭଗବାନ କୃଷ୍ଣଙ୍କର ନାମ ଅଛି, ରାମଙ୍କର ନାମ ଅଛି, ଚୈତନ୍ୟ ମହାପ୍ରଭୁ ଯେଉଁ ହରେ କୃଷ୍ଣ ଯେଉଁ ନାମର ପ୍ରଚାର କରିଥିଲେ ସେ ନାମ ବି ଅଛି। ଏସବୁ ନାମ ତ ଜାଣିଥିଲି ଏବଂ ନାମ କରିବା ଉଚିତ ବୋଲି ଜାଣିଥିଲି, ଏବଂ ସେଥିପାଇଁ ମୁଁ ନାମର ଅଭ୍ୟାସ ବି କରିସାରିଥିଲି। ତା ପୂର୍ବରୁ, ଦୀକ୍ଷା ଗ୍ରହଣ ପୂର୍ବରୁ ମୁଁ ନାମ କରୁଥିଲି। ଏଇ ନାମ ନୁହେଁ, କିନ୍ତୁ ନାମ କରୁଥିଲି। ତେଣୁ ଦୀକ୍ଷା ଗ୍ରହଣ ପରେ
ମୋର ଏଇ ଯେଉଁ ନାମ କରିବାଟା ଅଭ୍ୟାସରେ ପଡ଼ିଛି। ଅବଶ୍ୟ ଠାକୁର ଯେଉଁଭଳି ଭାବରେ କହିଛନ୍ତି ନାମଦାନ କରିବା ପାଇଁ, ମୁଁ ଯଦି ସବୁ ପୁରା ଠିକ୍ ସେଇଭଳି ଭାବରେ ସେତିକି ସମୟ ଧରିକି କରିପାରିଥାନ୍ତି, ତାହେଲେ ମୁଁ ଆହୁରି ଅନ୍ୟ ଉଚ୍ଚ ସ୍ତରରେ ଥାଆନ୍ତି। ସେଇଟା ଉଭୟ ଆଧ୍ୟାତ୍ମିକ ଏବଂ ସାମାଜିକ ସବୁ ସ୍ତରରେ ଉଚ୍ଚ ଉପର ସ୍ତରରେ ଥାଆନ୍ତି। ସେଇଟା ଆମର ଚାକିରି ଜୀବନରେ ଟିକେ ରହିଛି ପ୍ରୋବ୍ଲେମ୍। କାହିଁକିନା ଆମର ରାତି ଅଧିକା ଚାକିରି, ନାଇଟ୍ ଡ୍ୟୁଟି, ରାତି ଲେଟ୍ ନାଇଟ୍ରେ ଘରକୁ ଫେରିବୁ। ଧରିତ୍ରୀ ଥିଲାବେଳେ ତ ମୁଁ ରାତି 4ଟା ବେଳେ ଘରକୁ ଫେରୁଥିଲି, ସନ୍ଧ୍ୟାବେଳେ ଯାଉଥିଲି, ରାତି 3ଟା 4ଟା ବେଳକୁ ଘରକୁ ଫେରୁଥିଲି। ଘରକୁ ଫେରିକିରି ଆଗ ଇଷ୍ଟବୃତ୍ତି କରିବି, ତାପରେ ଯାଇକି ଶୋଇବି। ଏଇଭଳିଆ ହେଉଥିଲା। ନାମଦାନ କରିବ କେମିତି? ଏଇଭଳିଆ ପ୍ରୋବ୍ଲେମ୍ କିଛି ଅଛି ଆମର। ଯେହେତୁ ଆମର ଏ ଲାଇଫ୍ଟା ହେଉଛି ଆମର ଏଇ ପ୍ରକାର କର୍ମମୟ ଜୀବନ ଭିତରେ କିଛି ପ୍ରୋବ୍ଲେମ୍ ରହିଛି। ଶୋଇବା ଟାଇମ୍ ଆମର କିଛି ଠିକ୍ ଠିକଣା ନଥାଏ। ଶୋଇବା ଟାଇମ୍ ଠିକ୍ ନହେଲେ ଉଠିବା, ଏ କରିବା, ନାମଦାନ କରିବା ଭିତରେ ପ୍ରୋବ୍ଲେମ୍ ହେଇଛି। ଆଉ ଅନୁଭୂତି ବି କିଛି ଅଛି। ଛୋଟ ଛୋଟ କଥା ମୁଁ କହିବା ପାଇଁ ଆଗ୍ରହ ନାହିଁ। ଏମିତି ଗୋଟାଏ ଦେଓଘର ଯାଇଥିଲି। ଫେରିଲା ବେଳକୁ ସ୍ୱାମୀ ସ୍ତ୍ରୀ ଫେରୁଛୁ, ଟ୍ରେନ୍ରେ ଗୋଟାଏ ଆମର ପୁରା ବସ୍ତା ଭଳିଆ ଭିଡ଼ ହେଇଯାଇଛି, ତା ଭିତରେ ପଶି ହେବନି। ଯେଉଁ ବଗିରେ ଆମର ଟିକେଟ୍ ଥିଲା, ସେ ବଗିରେ ଆମେ ପଶିଲା ବେଳକୁ ଖୁନ୍ଦି ହେଇଯାଇଛନ୍ତି, ବାଟ ଜାଗା ନାହିଁ। ଟ୍ରେନ୍ ଛାଡ଼ିବା ଟାଇମ୍ ହେଇଗଲାଣି। ଗୋଟେ ବଡ଼ ଆଟାଚ୍ ଥିଲା, ଟ୍ରଲି ଆଟାଚ୍ ବଡ଼ ଟାଇପ୍ ପୁରା। ସେଇଟା ମୁଁ ଆଗେ ପଶିଗଲି। ମିସେସ୍ ଟ୍ରଲିଟାକୁ ଆଗ ପୁରେଇଦେଲା ଭିତରେ, ତାପରେ ନିଜେ ପଶିଲା ବେଳକୁ ପଡ଼ିଯିବା ଭଳିଆ ଅବସ୍ଥା ଥିଲା। ଟ୍ରେନ୍ରେ ଗଳି ପଡ଼ିଥାନ୍ତା ସେଠି ଚକା ତଳେ। ତାକୁ କିଏ ଜଣେ ଠେଲିକି ଭିତରକୁ ପୁରେଇଦେଲା। ତାପରେ ଚାହିଁଲା ବେଳକୁ ଆଉ କେହି ନାହାନ୍ତି। ପଛପଟେ ଜାଣିଲେ ଆମେ ଭାବିଲି ସିଏ ଆଗ ପୁରେଇଦେଲା, ତାପରେ ଆମକୁ ପୁରେଇଦେଲା, ତାପରେ ସିଏ ନିଜେ ଉଠିବ। କିନ୍ତୁ ଆଉ କେହି କାହାକୁ ଆମେ ପାଇଲୁନି। ଆଉ ସିଏ ଯଦି କେହି ଠେଲିକି ଯଦି ତା ଭିତରେ ପୁରେଇ ଦେଇ ନଥାନ୍ତେ, ତାହେଲେ ସେ ପଡ଼ିଥାନ୍ତା ନିଶ୍ଚିନ୍ତ ଭାବରେ ସେଠି। ମୁଁ ଉଠି ଆସିଥିଲି ଭିତରକୁ। ପାଶି ଯେ ଟ୍ରଲିଟା ଏତେ ବଡ଼ ଯେ ତା ଭିତରେ ପୁରେଇ ହେଉନଥିଲା ଲୋକ ଭିତରେ ନେଇକି। ଏଇଭଳିଆ ସମସ୍ୟା ଥିଲା। ଆଉ ବି ସେମିତି ସବୁ ମାନେ ଘଟଣା ସବୁ ରହିଛି, ଅନେକ ଘଟଣା। ସ୍ୱପ୍ନ ବି ମୁଁ ଅନେକ ଦେଖିଛି। ସ୍ୱପ୍ନ ଏବେ ଉପରେ ଗୋଟେ ଧାରାବାହିକ ଆର୍ଟିକଲ ସମ୍ବାଦରେ ଲେଖା ଚାଲିଛି। ଆଉ ନିଜେ ବି ଅନେକ ସ୍ୱପ୍ନ ଦେଖିଛି। ସ୍ୱପ୍ନରେ ଠାକୁରଙ୍କୁ ମୁଁ ଦେଖିଛି, କମ୍ ଦେଖିଛି। ଏଇ ଥରେ 2 ଥର ବା 3 ଥର ଏମିତି ଦେଖିଛି। ବଡ଼ଦାଙ୍କୁ ଥରେ ଅଧେ ଦେଖିଛି, କିନ୍ତୁ ଶ୍ରୀ ଶ୍ରୀ ଦାଦାଙ୍କୁ ବହୁତ ଥର ଦେଖିଛି। ଶ୍ରୀ ଶ୍ରୀ ଦାଦାଙ୍କ ପ୍ରତି ମୋର ଗୋଟେ ଆକର୍ଷଣ ଥାଏ, ଗୋଟେ ଭଲ ପାଇବାଟା ଥାଏ। ତାଙ୍କୁ ବହୁତ ଥର ମୁଁ ଦେଖିଛି। 80 ଦଶକରୁ ଆପଣ ଦୀକ୍ଷା ଗ୍ରହଣ କଲେ, ତାପରେ ଆପଣ ସତ୍ସଙ୍ଗୀ ଜୀବନ ଆପଣଙ୍କ ଚାଲିଲା। ଠାକୁରଙ୍କର ପବିତ୍ର ପାଞ୍ଜା ଆପଣ କେବେ ଗ୍ରହଣ କଲେ? 2021 ମସିହା ଡିସେମ୍ବର 28 ତାରିଖରେ ମୁଁ ପବିତ୍ର ପାଞ୍ଜା ଗ୍ରହଣ କଲି। ଶ୍ରୀ ଶ୍ରୀ ଦାଦାଙ୍କର ଦେହାନ୍ତ ହେଲା 21 ମସିହାରେ। ଦେହାନ୍ତ ପରେ ଆଶ୍ରମରୁ ପୂଜନୀୟ ବିଙ୍କିଦା ମୋତେ କହିଥିଲେ ଆଶ୍ରମ ଯିବା ପାଇଁ, ଛୁଟି ନେଇକି ଯିବା ପାଇଁ କହିଥିଲେ। ମୁଁ ଛୁଟି ନେଇକରି ଗଲି। ମୋତେ ବାପୁନ୍ଦା କହିଥିଲେ ତମେ ଆସିଲା ବେଳକୁ କଠୋପନିଷଦ ସାଙ୍ଗରେ ଆଣିକିରି ଆସିବ। ମୁଁ କଠୋପନିଷଦ ସାଙ୍ଗରେ ନେଇକି ଯାଇଥିଲି। ଦାଦାଙ୍କର 11 ଦିନ ସବୁ ହେଲା, ସବୁ ବିଭିନ୍ନ ପ୍ରକାର ଧର୍ମଗ୍ରନ୍ଥ ପାଠ ହେଲା। ବେଦ ପାଠ, ଉପନିଷଦ ପାଠ। ଉପନିଷଦ ଭିତରେ କଠୋପନିଷଦ ପାଠ ହେଲା, ସେଇଟା ମୁଁ ପଢ଼ିଥିଲି। ତାପରେ ସତ୍ୟାନୁସରଣ ପାଠ, ପୁଣ୍ୟପୁନ୍ଥି ପାଠ, ଏଇସବୁ ବିଭିନ୍ନ ପ୍ରକାର ଧର୍ମଗ୍ରନ୍ଥ ପାଠ ହେଇଥିଲା ସେଠି। 11 କାର୍ଯ୍ୟ, ଦାନ କାର୍ଯ୍ୟ ସବୁ ଥିଲା। ବ୍ରାହ୍ମଣ ମାନଙ୍କୁ ସବୁ ଦାନ, ବିଭିନ୍ନ ପ୍ରକାର ଦାନ, ସ୍ୱର୍ଣ୍ଣ ଦାନ, ବସ୍ତ୍ର ଦାନ, ଗୋ ଦାନ, ଗାଈ ବାଛୁରୀ ସବୁ ବନ୍ଧା ହେଇଥିଲେ, ସବୁ ସେମାନଙ୍କୁ ଦିଆ। ବ୍ରାହ୍ମଣ ସବୁ ପଣ୍ଡାମାନେ ସବୁ ବୈଦ୍ୟନାଥ ଆମର ପଣ୍ଡାମାନଙ୍କୁ ସବୁ ଡକା ହେଇଥିଲା। ସେମାନେ ସବୁ ଆସିକି ସବୁ ଦାନ ଗ୍ରହଣ କଲେ। ଏମିତି ସବୁ କାର୍ଯ୍ୟକ୍ରମ ସବୁ ହେଲା। ମୁଁ ଭାବିଲି ମୋର କାମ ତ ସରିଗଲା। ତେଣୁ ତା ପରଦିନ ମୋ ଟିକେଟ୍ ହେଇନଥିଲା, କାହିଁକିନା ଯିବାଟା ତାଙ୍କ ନିର୍ଦ୍ଦେଶରେ ହେଇଥିଲା, ଫେରିବାଟା ତ ସେ କହିନାହାନ୍ତି। ତେଣୁ ମୁଁ ଟିକେଟ୍ କେଉଁ ଦିନ ପାଇଁ ଟିକେଟ୍ କରିବି? ତେଣୁ ଟିକେଟ୍ ବି ହେଇନଥିଲା। ତା ପରଦିନ ମୁଁ ଦେଖିଲି, ମୁଁ ଯେଉଁ ରହୁଥିଲି କଲ୍ୟାଣ କୁଟୀରରେ, ଅଭୟ ଭାଇ ବି ସେଇଠି ରହୁଥିଲେ, ଆଲୋକ ଜେନା ଯାଇଥିଲେ, ସେଇଠି ରହୁଥିଲେ। ସେ ଗୋଟେ ବଡ଼ କାର୍ରେ ଯାଇଥିଲେ। ତା ପରଦିନ ତାଙ୍କର ଗାଡ଼ି ଫେରୁଛି, ଅଭୟ ଭାଇ ନାହାନ୍ତି। ମୁଁ କହିଲି ଆଲୋକ ଭାଇଙ୍କୁ କହିଲି ଯେ ଅଭୟ ଭାଇ କୁଆଡ଼େ ଗଲେ? ନା, ସିଏ ଆଉ 2-4 ଦିନ ରହିବେ, ପଛରେ ଯିବେ। ନା ତାହେଲେ ମୁଁ ତ ଏଥିରେ ପଳେଇଲେ ହୁଅନ୍ତା, ମୋର ତ ଟିକେଟ୍ ହେଇନି ନା, ଏଥିରେ ପଳେଇଲେ ହୁଅନ୍ତା। ନା, ଆସୁନ। ସେ ବାହାରିବ ବୋଲି ସାଙ୍ଗେ ସାଙ୍ଗେ ବାହାରୁ।
ମୁଁ କହିଲି ମୁଁ ସାଙ୍ଗେ ସାଙ୍ଗେ ବାହାରି ପାରିବି ଯେ, କିନ୍ତୁ ପରମିଶନଟା ତ ନ ଆଣିଲେ ଯାଇପାରିବିନି। ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ମୁଁ ଆସିଥିଲି, ଆଉ ତାଙ୍କୁ ନ ପଚାରିକିରି ତାଙ୍କର ଅନୁମତି ନ ନେଇକିରି ମୁଁ ଯିବି କେମିତି? ଆଉ ଟିକେ ଅପେକ୍ଷା କରିବ ଯେ ମୁଁ ଅଧଘଣ୍ଟା ଭିତରେ ପରମିଶନ ନେଇକି ପଳେଇ ଆସିବି। ସେ କହିଲା ଆଉ ଚାଲ ସାଙ୍ଗରେ ମୁଁ ଯିବି, ତମ ସାଙ୍ଗରେ ଯିବା ଆଣିକି ଆସିବା ଆଉ। ତେଣୁ ଗାଡ଼ି ବନ୍ଦ ହେଲା, ତାଙ୍କର ଯିବା ସ୍ଥଗିତ ହେଲା, ମୋର ସାଙ୍ଗରେ ନେଇକି ଯିବା ପାଇଁ ସ୍ଥିର ହେଲା। ତେଣୁ ଆମେ 2 ଜଣ ଗଲୁ ଆଚାର୍ଯ୍ୟଙ୍କ ଅନୁମତି ଆଣିବା ପାଇଁ। ବାଟରେ ମୁଁ ଫୋନ୍ କଲି ଦାଦାଙ୍କ ପାଖରେ ଯିଏ ଥାଆନ୍ତି, ତାଙ୍କୁ ପଚାରିଲି, ମୁଁ କହିଲି ଆଚାର୍ଯ୍ୟ ବର୍ତ୍ତମାନ କେଉଁଠି ବସୁଛନ୍ତି, ମୁଁ ବର୍ତ୍ତମାନ ଯାଇକିରି ତାଙ୍କ ପରମିଶନଟା ଆଣିପାରିବି ନା ନାହିଁ? ମୁଁ ଘରକୁ ଯିବାକୁ ଚାହୁଁଛି, ଏବେ ଆମର ମିଟୁ ଭାଇଙ୍କ ଗାଡ଼ି ଯାଉଛି, ତାଙ୍କ ଗାଡ଼ିରେ ପଳେଇବି ଆଉ। ସିଏ କହିଲେ, ମିଙ୍କିତା ପାଖରେ ଥିଲେ, ମିଙ୍କିତା କହିଲେ ତାଙ୍କୁ କୁହ ଉପନିଷଦ ପଢ଼ିବା ପାଇଁ ତାଙ୍କୁ ଡକା ହେଇନଥିଲା, ତାଙ୍କ ପାଖରେ ଅଲଗା କାମ ଅଛି, ସେ 10ଟା ବେଳେ ଆସିକିରି ମୋତେ ଦେଖା କରିବେ। ତେଣୁ 10ଟା ବେଳେ ତାଙ୍କୁ ଦେଖା କଲି। ମିଟୁ ଭାଇ ତାଙ୍କର ପଳେଇଲେ ଗାଡ଼ିରେ ନେଇକିରି, ମୁଁ ରହିଲି। 10ଟା ବେଳେ ଦେଖା କଲି, ମୋତେ କହିଲେ ଆପଣ ଠାକୁର କାମ କରୁଛନ୍ତି, କିନ୍ତୁ ଆପଣଙ୍କ ପାଞ୍ଜା ନାହିଁ ବୋଲି ମୁଁ ଜାଣିନଥିଲି। ଆପଣ କାମ କରନ୍ତୁ, ପାଞ୍ଜା ନେଇକି କରନ୍ତୁ, ଆପଣଙ୍କ କିଛି ଆପତ୍ତି ଅଛି କି? ମୁଁ କହିଲି ଆପଣ ଯାହା ନିର୍ଦ୍ଦେଶ ଦେବେ ସେଇଟା ହେଉଛି ମୋର ପାଳନ କରିବା କର୍ତ୍ତବ୍ୟ, ତେଣୁ ମୋର ନିଜର କିଛି ଇଚ୍ଛା ନାହିଁ, ଆପଣ ଯାହା କହିବେ ତାହା ମୁଁ କରିବି। ତାହେଲେ ଠିକ୍ ଅଛି, କାଲି ସକାଳେ 10ଟା ବେଳକୁ ତୁମେ ଏଇ ସମୟରେ ଆସିବ, ରୀତିକ ପାଞ୍ଜା ଦିଆଯିବ। ମୋତେ ସବୁ ସାଙ୍ଗରେ ନେଇକରି ଗଲେ ଆଚାର୍ଯ୍ୟଙ୍କ ପାଖକୁ, ଆଚାର୍ଯ୍ୟଙ୍କୁ ଏକଥା ଜଣେଇଲେ। ଆଚାର୍ଯ୍ୟ ବହୁତ ଖୁସି ହେଲେ ଏବଂ ମୋତେ କିଛି ଉପଦେଶ ଦେଲେ, କ'ଣ କ'ଣ କରିବ, କ'ଣ କ'ଣ ନାହିଁ ଇତ୍ୟାଦି କହିଲେ। ତାପରେ ମୋତେ ଗୋଟାଏ ଦାୟିତ୍ୱ ଦେଇଛନ୍ତି ଯେ ବର୍ଣ୍ଣାଶ୍ରମ ଉପରେ ଟିକେ ରିସର୍ଚ୍ଚ କରିବା ପାଇଁ। କେଉଁ ବର୍ଣ୍ଣର ଲୋକ କେଉଁ ବର୍ଣ୍ଣର ପୁଅ ବା ଝିଅଙ୍କୁ ବାହା ହେଇପାରିବ ନା ନାହିଁ, ଓଡ଼ିଆ ଲୋକ ବଙ୍ଗାଳୀ, ମାନେ ଓଡ଼ିଆ କ୍ଷତ୍ରିୟ ଲୋକ ବଙ୍ଗାଳୀ କ୍ଷତ୍ରିୟଙ୍କୁ ବାହା ହେଇପାରିବ ନା ନାହିଁ, ଓଡ଼ିଆର କରଣ ଲୋକ ବଙ୍ଗାଳୀର କାୟସ୍ଥମାନଙ୍କ ସାଙ୍ଗରେ ବାହାଘର ହେଇପାରିବ ନା ନାହିଁ, ବଣିଆ ଲୋକ ଓଡ଼ିଶାର ଲୋକ ବଣିଆ ଲୋକ ବଙ୍ଗାଳୀର ବଣିଆ ଲୋକ ବାହା ହେଇପାରିବ ନା ନାହିଁ, ଏମିତି ସବୁ ଇଣ୍ଟର ଷ୍ଟେଟ୍ ମ୍ୟାରେଜ୍ ହେବାର କ'ଣ କ'ଣ ନିୟମ ରହିବା ଉଚିତ, ଠାକୁର କ'ଣ କହିଛନ୍ତି ଏ ବିଷୟରେ, ଆଉ ଯେଉଁ ମାନେ ଅନୁଲୋମ ବିବାହ ବିଷୟରେ, ସବର୍ଣ୍ଣ ବିବାହ ତ ହେଇପାରିବ, କ'ଣ ସବର୍ଣ୍ଣ ଭିତରେ ବି ଆମେ ତ 4ଟା ବର୍ଣ୍ଣ ବୋଲି ଜାଣିଛୁ, କିନ୍ତୁ ଅନେକ ସବ୍ କାଷ୍ଟ ଅଛି, ଆଉ ଅନେକ କାଷ୍ଟର ଲୋକ ଜାଣିନାହାନ୍ତି ସେମାନଙ୍କ ପ୍ରକୃତ ବର୍ଣ୍ଣଟା କ'ଣ। ମନେକର ଯେମିତି ଚଷାଟା କ୍ଷତ୍ରିୟରେ ଯିବ ନା ନାହିଁ, ତାର ବର୍ଣ୍ଣଟା କ'ଣ, କ୍ଷତ୍ରିୟରେ ଯିବ ନା ବୈଶ୍ୟରେ ଯିବ ସେ ଜାଣିନାହାନ୍ତି। ମନେକର ଗୋପାଳ, ସେଟା କ୍ଷତ୍ରିୟରେ ଯିବ ନା ବୈଶ୍ୟରେ ଯିବ। ଗୋପାଳକୁ ଯାଦବ କୁହନ୍ତି, ଯାଦବଟା ଆସିଛି କୃଷ୍ଣଙ୍କ ଠାରୁ, କୃଷ୍ଣ ହେଉଛନ୍ତି ଯଦୁବଂଶୀ, ଯଦୁଙ୍କର ବଂଶ ହେଉଛି ଯାଦବ, ସେମାନଙ୍କର ବର୍ଣ୍ଣ ହେଉଛି ଗୋଟାଏ ମାନେ ପ୍ରତିଲୋମ ସୃଷ୍ଟି ହେଇଛି, ଏଇଟା ପ୍ରତିଲୋମ ଧାରାରୁ। କାରଣ ଯଦୁଙ୍କ ବାପା ହେଉଛନ୍ତି ଯଜାତି ଏବଂ ତାଙ୍କର ମାଆ ହେଉଛନ୍ତି ଦେବଯାନୀ, ଯିଏକି ଶୁକ୍ରାଚାର୍ଯ୍ୟଙ୍କ ଝିଅ। ତେଣୁ ମାଆ ହେଲେ ବ୍ରାହ୍ମଣୀ, ଶୁକ୍ରାଚାର୍ଯ୍ୟଙ୍କ କନ୍ୟା ଦେବଯାନୀ, ବାପା ହେଉଛନ୍ତି ଯଜାତି କ୍ଷତ୍ରିୟ ରାଜା, ତାଙ୍କ ଠାରୁ ଯଦୁଙ୍କ ଜନ୍ମ। ସେ ଯଦୁଙ୍କ ଭିତରୁ ଯେଉଁ ବଂଶ ଗଢ଼ି ଆସିଛି ତା ଭିତରେ 2ଟା କ୍ୟାଟାଗୋରୀ ରହିଲେ, ଗୋଟାଏ ରହିଲେ କ୍ଷତ୍ରିୟ ବୃତ୍ତିରେ ରହିଲେ, ଆଉ ଗୋଟାଏ ମାନେ ବୈଶ୍ୟ ବୃତ୍ତିରେ ରହିଲେ। ଗୋପାଳ ଗୋପାଳନ କଲେ, ନନ୍ଦ ହେଉଛନ୍ତି ବସୁଦେବଙ୍କ ଭାଇ ଆକ୍ଚୁଆଲି, କିନ୍ତୁ ବସୁଦେବ କ୍ଷତ୍ରିୟ ବୃତ୍ତି ଆଚରଣ କରୁଥିଲେ, ନନ୍ଦ ବୈଶ୍ୟ ବୃତ୍ତି ମାନେ ଗୋପାଳନ କରୁଥିଲେ, କିନ୍ତୁ ତାଙ୍କର ଗୋଟାଏ ସେମାନେ। ତେଣୁ ପ୍ରକୃତିରେ ଗୋପାଳଟା କେଉଁ କାଷ୍ଟରେ ଗଣା ହେବେ, କ୍ଷତ୍ରିୟରେ ଗଣା ହେବେ ନା ବୈଶ୍ୟରେ ଗଣା ହେବେ ନା ଆଉ ଗୋଟାଏ କେଉଁ ଯେଉଁ ମାନେ ମିକ୍ସଡ ବର୍ଣ୍ଣ ସୃଷ୍ଟି ହେଇଯାଇଛି ସେଥିରେ ଗଣା ହେବେ। ୟା ଉପରେ ଗୋଟେ କଲଚର କରିକି ରିସର୍ଚ୍ଚ କର ତମେ। ମୋତେ ଗୋଟେ ଦାୟିତ୍ୱ ଦେଇଛନ୍ତି ଆଚାର୍ଯ୍ୟ ଦେବ ଏବଂ ମିଙ୍କିତା ଦେଇଛନ୍ତି, କିନ୍ତୁ ଏ ପାଠ ବହୁତ କଷ୍ଟକର ପାଠ, କାଠିକର ପାଠ। ୟାକୁ କରିବା ପାଇଁ ହେଲେ ପ୍ରଥମେ ମୋତେ ପଢ଼ିବା ପାଇଁ ପଡ଼ିବ ଠାକୁରଙ୍କର ଯେତେ ବହି ଅଛି ସବୁ ଯାକ। ବର୍ଣ୍ଣାଶ୍ରମ ବିଷୟରେ ଠାକୁର କ'ଣ କହିଛନ୍ତି, ବିବାହ ବିଷୟରେ ଠାକୁର କ'ଣ କହିଛନ୍ତି, କେଉଁ ବର୍ଣ୍ଣ ସାଙ୍ଗରେ କେଉଁ ବର୍ଣ୍ଣରେ ବିବାହ ହେଇପାରିବ ନା ନାହିଁ, ଅନୁଲୋମ ବିବାହ କେମିତି ହେଇପାରିବ, ଅନୁଲୋମ ବିବାହର ନିୟମ କ'ଣ, ଏଇସବୁ ବିଭିନ୍ନ ପ୍ରକାର କଥା ସବୁ ଠାକୁର କହିଛନ୍ତି। ତାକୁ ପଢ଼ିବାକୁ ପଡ଼ିବ, ପଢ଼ିକିରି ତାକୁ ନୋଟ୍ କରିବାକୁ ପଡ଼ିବ। ତାପରେ ବିଭିନ୍ନ ଶାସ୍ତ୍ର ଘାଣ୍ଟିବାକୁ ପଡ଼ିବ। ମନୁ ସଂହିତାରେ କ'ଣ ଲେଖା ହେଇଛି, ପରାଶର ସ୍ମୃତିରେ କ'ଣ ଲେଖାଯାଇଛି, ବାଧୁଲ୍ୟ ସ୍ମୃତିରେ କ'ଣ ଲେଖାଯାଇଛି, ବୌଦ୍ଧାୟନ କ'ଣ କହିଛନ୍ତି, ଗୌତମ ଋଷି କ'ଣ କହିଛନ୍ତି, ଇତ୍ୟାଦି ଇତ୍ୟାଦି। ଏଇ ଯେତେ ସବୁ ଅଛି ଶାସ୍ତ୍ର, ତାକୁ ସବୁ ପଢ଼ିବାକୁ ପଡ଼ିବ, ତାକୁ ମଧ୍ୟ ନୋଟ୍ କରିବାକୁ ପଡ଼ିବ। ଠାକୁର ତ ଶାସ୍ତ୍ର ବାହାରେ ବେଶୀ କିଛି କଥା କହିନାହାନ୍ତି, ଶାସ୍ତ୍ର ଯାହା କହିଛନ୍ତି ସବୁ ଶାସ୍ତ୍ରୀୟ, ଅଶାସ୍ତ୍ରୀୟ କିଛି ନୁହେଁ। ତେଣୁ ତା ସାଙ୍ଗରେ ସମ୍ପର୍କ କରିବାକୁ ପଡ଼ିବ, ଆଉ ବର୍ତ୍ତମାନ ଯୁଗ ପାଇଁ ଯୁଗ ଉପଯୋଗୀ କରିକି ତାକୁ ନିର୍ଦ୍ଧାରଣ କରିବାକୁ ପଡ଼ିବ।
ଏଇଟା ଛୋଟିଆ ପାଠ ନୁହଁ। ତେଣୁ ସମୟ ତ କମ୍ ମିଳୁଛି, ମଝିରେ ମଝିରେ ମୁଁ ପଢ଼ାପଢ଼ି କରୁଛି, କିନ୍ତୁ ଯେଉଁ ସ୍ତରରେ କରିବା କଥା ଯେହେତୁ ଆଶୀର୍ବାଦରେ ଅଛି ସେଇ ହିସାବରେ ମୁଁ କରିପାରୁ ନାହିଁ। ଏଇଟା ଦୁଃଖର ବିଷୟ। ଆଉ ଗୋଟେ କଥା ହେଲା, ପାଞ୍ଜା ମୋତେ ଦେଲେ, ପୂଜନୀୟ ସିପାହୀଦା ପାଞ୍ଜା ଦେଲେ, ପୂଜନୀୟ ପିଙ୍କିଦାଙ୍କ ଉପସ୍ଥିତିରେ, ଆଚାର୍ଯ୍ୟ ଦେବଙ୍କ ଆଶୀର୍ବାଦରେ। ତାପରେ ମୁଁ ସେଠି ଆଚାର୍ଯ୍ୟଙ୍କୁ ପ୍ରଣାମ କଲି, ଠାକୁର ପ୍ରଣାମ କରିକି ମୁଁ ଆସିଲି। ଯେତେବେଳେ ମୁଁ ଫେରିଲି ସେଦିନ ରାତି ଟ୍ରେନ୍ ମୋର ଟିକେଟ୍ କନଫର୍ମ ନଥିଲା। ଟିକେଟ୍ ତ ନଥିଲା ଆଉ କନଫର୍ମ କ'ଣ ହେବ? ଆଚ୍ଛା ମୋତେ କହିଥିଲା ଗୋଟେ ଦିନ ରୁହ, ମୁଁ ଟିକେଟ୍ କରିଦେବୁ ଆଶ୍ରମ ତରଫରୁ। ଆଜ୍ଞା ମୁଁ କହିଲି ନାଇଁ, ମୋର ଛୁଟି ନାହିଁ, ମୁଁ ରହିପାରିବି ନାହିଁ। ତେଣୁ ଟିକେଟ୍ ମୁଁ ଜେନେରାଲ୍ ଟିକେଟ୍ କରିଦେବି, ବିନା ଟିକେଟ୍ରେ ତ ଯାଇପାରିବିନି। ଜେନେରାଲ୍ ଟିକେଟ୍ ମୁଁ କରିଦେଇଥିଲି। ଜେନେରାଲ୍ ଟିକେଟ୍ରେ ମୁଁ ଟ୍ରେନ୍ରେ ଚଢ଼ିଛି, ସ୍ଲିପର୍ରେ ଚଢ଼ିଯାଇଛି। ସେଇଠୁ ସ୍ଲିପର୍ ନାହିଁ, ଏସି କୋଚ୍ ଗୋଟେ ଚଢ଼ିଯାଇଛି। ମୁଁ ଚଢ଼ିଯାଇଛି, ତାପରେ ଟିକେଟ୍ ତ ନାହିଁ। ପାଖରେ ସେ ପାଇଖାନା ପାଖରେ ଠିଆ ହେଲି। ସେଠି ଗୋଟେ କିନ୍ତୁ ପାଇଖାନା ପାଖରେ ଗୋଟେ ବସିବା ଗୋଟେ ଥିଲା, ଟାଣିଦେଲେ ଗୋଟେ ଟୁଲ୍ ଭଳିଆ ହେଇଯିବ, ତା ବସିପାରିବ। ମୁଁ ସେଇଠି କିଛି ସମୟ ବସିଲି। ସେ ଯେତେବେଳେ ତାଙ୍କର ଟିଟି ଫିଟି ଆସିଲା, ମୁଁ ତାଙ୍କୁ କହିଲି ଯାହା ପଇସା ପଡ଼ିବ ଦିଆହେବ, ମୋତେ ଗୋଟେ ଟିକେଟ୍ କରିଦିଅ, ଫାଇନ୍ ସହିତ ଟିକେଟ୍ କରିଦିଅ, କ'ଣ ଅଛି, ସିଟ୍ ଗୋଟେ ଦିଅ ମୋତେ। ଆଉ ସିଏ ସେଇଠୁ ଗୋଟେ ଟିକେଟ୍ ମୋତେ ଦେଇଦେଲେ, ମୋତେ ସିଟ୍ ଗୋଟେ ଦେଇଦେଲେ। ତାଙ୍କର ପଇସା କିଛି ନେଲେ, ଲାଞ୍ଚ କିଛି ନେଲେ, ଆଉ କ'ଣ ଅଛି। ଆଉ ଉପାୟ କିଛି ନାହିଁ, କାରଣ ମୁଁ ତ ଠିଆ ହେଇକି କେତେବେଳେ ଯାଇପାରିବିନି, ବଞ୍ଚିବାକୁ ପଡ଼ିବ ନା। କ'ଣ ଜୀବନ ବଞ୍ଚିବା ପାଇଁ ଯାହା କରିବାକୁ ପଡ଼ୁଛି କରୁ। ତେଣୁ ମୁଁ ଗଲି। 12ଟା ବେଳକୁ ମୋତେ ଦେଓଘରୁ ଫୋନ୍ ଆସିଲା, ଦାଦା ଆପଣ ପହଞ୍ଚିଲେଣି ଘରେ? ମୁଁ କହିଲି ନାଇଁ, ମୁଁ କଟକ ପାଖାପାଖି ହେଇଗଲିଣି, ଆଉ ଅଳ୍ପ ସମୟ ଭିତରେ ପହଞ୍ଚିବି। ଆଉ ତାହେଲେ ଫୋନ୍ ଆସୁଛି, ମୁଁ ପହଞ୍ଚିଲି ନାହିଁ ଠିକ୍ ସମୟରେ, ପ୍ରୋବ୍ଲେମ୍ ଅଛି। ପ୍ରୋବ୍ଲେମ୍ କଥା ସେମାନେ ଜାଣିନାହାନ୍ତି, ମୁଁ ତ କାହାକୁ କହିନି ଯେ ମୋର ଟିକେଟ୍ ଏମିତିଆ କନଫର୍ମ ହେଇନି, ମୁଁ ଆସିଛି ବୋଲି। କିନ୍ତୁ ଫୋନ୍ ଆସିଲା। ତାପରେ ଏମିତି ଠାକୁରଙ୍କ କାମ ଚାଲିଛି, ଯେତିକି ପାରୁଛି ସେତିକି କରୁଛି। ପ୍ରକୃତିରେ ପାଞ୍ଜା ଭାଇ ଆମେ ଆମର କୌଣସି ଯୋଗ୍ୟତା ନାହିଁ। ଆଚାର୍ଯ୍ୟ ଦେବ ଆଶୀର୍ବାଦ କରି ଦୟା କରିକି ତାଙ୍କ ତରଫରୁ ଦେଇଛନ୍ତି। ହୁଏତ ଆମର କୌଣସି ରିଷ୍ଟ ଥିବ, ଏବଂ ସେଇ ରିଷ୍ଟ ଖଣ୍ଡନ ପାଇଁ ଏଇଟା ହେଉଛି ତାଙ୍କର ଆଶୀର୍ବାଦ, ଆଉ ଅନ୍ୟ କିଛି ନାହିଁ। ସେତେବେଳର ଏବଂ ହଁ କୁହନ୍ତୁ ଏଇଟା ହେଉଛି ଆମର ପାଞ୍ଜା, କାରଣ ତା ପୂର୍ବରୁ ମୋର କୌଣସି ପାଞ୍ଜା ନଥିଲା। ଆଜ୍ଞା ଏଇଟା ହେଉଛି ମୋର ପ୍ରଥମ ପାଞ୍ଜା, ଆଜ୍ଞା ଋତିକ ପାଞ୍ଜା। ଆଜ୍ଞା ଯାଜକ ପାଞ୍ଜା କି ମଧୁର ପାଞ୍ଜା, ପୂର୍ବରୁ କୌଣସି ପାଞ୍ଜା ମୋର ନଥିଲା। ଆଜ୍ଞା। ସେତେବେଳର ଜୀବନଶୈଳୀ, ଜୀବନଚର୍ଯ୍ୟା, ମାନସିକତାରେ ବହୁତ, ଆଜିକା ଯୋଉ ଜେନେରେସନ୍ ଚାଲିଛି, ବହୁତ ଆପଣଙ୍କର ଡିଫରେନ୍ସ ରହୁଛି। ଆଜିକାର ଯୋଉ ଯୁବପିଢ଼ି, ସେମାନଙ୍କ ପାଇଁ କ'ଣ କହିବେ? ଯୁବପିଢ଼ିଙ୍କ ପାଇଁ ମୋର ଏତିକି ବାର୍ତ୍ତା ହେଉଛି ଯେ ବର୍ତ୍ତମାନ ଯୁଗ ବଦଳିଛି, କିନ୍ତୁ ନିଜକୁ ଯୁଗ ଅନୁସାରେ ବଦଳାନ୍ତୁ ନାହିଁ। ଆପଣଙ୍କୁ କିଛି ଜିନିଷ ଏମିତି ଅଛି ଯାହାକୁ ଆପଣ ପରିବର୍ତ୍ତନ କରିବାକୁ ପଡ଼ିବ। ଯୁଗ ଅନୁସାରେ ଚାଲିବା ମାନେ ହେଉଛି ସୁଅ ମୁହଁରେ ପତ୍ର ପରି ହେଇଯିବା। ସୁଅ ମୁହଁରେ ପତ୍ର ପଡ଼ିଲେ ପୁଅଟା ଯୁଆଡ଼େ ଯିବ, ପତ୍ରଟା ସିଆଡ଼େ ଯିବ। ତେଣୁ ଯୁଗ ଯୁଆଡ଼େ ଚାଲିଛି, ଆପଣ ଯଦି ସିଆଡ଼େ ଯିବେ, ଯୁଗ ତ ଧ୍ୱଂସ ମୁଖରେ ଚାଲିଛି, ଆପଣ ଏବେ ଧ୍ୱଂସ ମୁଖକୁ ଚାଲିଯିବେ। ତେଣୁ ଆପଣ ନିଜକୁ ସଂଯତ କରନ୍ତୁ। ଯୁବପିଢ଼ି, ଆଜି ଆପଣ ଯୁବକ ଅଛନ୍ତି, ଛାତ୍ର ଅଛନ୍ତି, କାଲି ଆପଣ ଗୃହସ୍ଥ ହେବେ, ବିବାହ ହେବ, ଘର ସଂସାର ହେବ, ଭବିଷ୍ୟତ ଜୀବନ ଆପଣ ଗଢ଼ିବେ, ପୁଣି ବୁଢ଼ା ହେବେ, ରୋଗ ଶଯ୍ୟାରେ ପଡ଼ିବେ। ଏହିପରି ଚାଲିବ ଆପଣଙ୍କର। ଆଉ ବର୍ତ୍ତମାନ ଯୁଗ ଚାଲିଛି କେବଳ ପଇସା ପଛରେ। କେବଳ ପଇସା ଦ୍ୱାରା କେବଳ ମଣିଷ ଜୀବନରେ ସୁଖ ଶାନ୍ତି ପାଇପାରେ ନାହିଁ। ଆପଣଙ୍କର ପୁଅ ଯଦି ଆପଣଙ୍କର କଥା ମାନିବନି, ଝିଅ ଯଦି ବାପାଙ୍କର କଥା ମାନିବନି, ମାଆଙ୍କର କଥା ମାନିବନି, ପରିବାରର ବିନା ଅନୁମତିରେ ଆଉ କାହା ସାଙ୍ଗରେ ଗୋଟାଏ ଅଲଗା ଧର୍ମ ବା ଅଲଗା ଜାତିରେ ପଳେଇଲା, ତାହେଲେ କ'ଣ କରିବେ? ଆପଣଙ୍କ ମୁଣ୍ଡ ଟିକେ ଚାଲିପାରିବେନି। ତେଣୁ ଆପଣଙ୍କୁ ବଦଳାଇବାକୁ ପଡ଼ିବ, ଆପଣଙ୍କ ପରିବାରକୁ ବଦଳାଇବାକୁ ପଡ଼ିବ, ସଂସ୍କୃତିକୁ ବଦଳାଇବାକୁ ପଡ଼ିବ, ନିଜକୁ ବଦଳାଇବାକୁ ପଡ଼ିବ। ବିଶେଷ କରି ବିବାହ ହେଉଛି ଜୀବନର ଗୋଟାଏ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ବିବାହଟା ଯଦି ଭୁଲ ହେଇଯାଏ, ତାହେଲେ ଆପଣ ଯେତେ ପାଠ ପଢ଼ିଥାନ୍ତୁ, ଯେତେ ଟଙ୍କା ରୋଜଗାର କରୁଥାନ୍ତୁ, ଯେତେ ବଡ଼ ପଦପଦବୀରେ ଥାନ୍ତୁ, ଜୀବନରେ ଆପଣ ସୁଖ ପାଇବେନି, ଶାନ୍ତି ପାଇବେନି, ସମ୍ମାନ ବି ଆପଣଙ୍କର ରହିବ ନାହିଁ। ସମାଜରେ ଆପଣ ବଦନାମ ହେଇଯିବେ ଯଦି ଆପଣଙ୍କ ବିବାହ ବିଭ୍ରାଟ ହୁଏ। ତେଣୁ ବିବାହଟା ଠିକ୍ ରହିବା ଦରକାର। ବିବାହ ଠିକ୍ କରିବା ପାଇଁ ହେଲେ ବିବାହ କାହାକୁ କହନ୍ତି, ବିବାହର ପ୍ରିନ୍ସିପଲ୍ କ'ଣ, କେଉଁ ବିବାହଟା ଭଲ, ସମାଜ ପାଇଁ ମଙ୍ଗଳ, ସେ ବିଷୟରେ ଜାଣିବା ଦରକାର। ବିବାହଟା ନିଜର ସମାନ ସ୍ତରରେ କରିବେ, ସମାନ ବର୍ଣ୍ଣ ସମାନ ସ୍ତରରେ କରିବେ,
ଏବଂ ବୟସର ପାର୍ଥକ୍ୟ ରହିବ। ବୟସର ପାର୍ଥକ୍ୟ ଯଦି ନ ରହେ ତାହେଲେ ବିବାହଟା କେବେ ହେଲେ ସୁଖମୟ ହେଇପାରିବ ନାହିଁ। ମୁଁ ତାର ଗୋଟେ କାରଣ କହୁଛି, ମୁଁ ଦେଉଛି ଯେ ଗୋଟେ ପୁରୁଷର ଯୌନ କ୍ଷମତା 70 ବର୍ଷ ପର୍ଯ୍ୟନ୍ତ ଥାଏ ସାଧାରଣତଃ, ଆଉ ଗୋଟେ ସ୍ତ୍ରୀ ଲୋକର ଯୌନ କ୍ଷମତା 50 ବର୍ଷ ପର୍ଯ୍ୟନ୍ତ ରହିବା କଥା। ଆଜିକାଲି ରହୁନି, 40-45 ବର୍ଷରେ ମେନୋପଜ୍ ହେଉଛି, କ୍ଷମତା ରହୁନି। 50 ବର୍ଷ ପର୍ଯ୍ୟନ୍ତ ରହିବା କଥା, ସୁସ୍ଥ ସବଳ ଥିଲେ, ଠିକ୍ ଚଳୁଥିଲେ। କିନ୍ତୁ ଏଇ ଯେଉଁ ଡିଫରେନ୍ସଟା କେତେ ହେଲା, ପୁରୁଷର 70 ବର୍ଷ, ସ୍ତ୍ରୀର ହେଲା 50 ବର୍ଷ, କିମ୍ବା ପୁରୁଷର 60 ବର୍ଷ, ସ୍ତ୍ରୀର 40 ବର୍ଷ, ଆମେ ଯାହା ଧରିପାରିବା। ଡିଫରେନ୍ସ ହେଲା 20 ବର୍ଷ। ସେଥିପାଇଁ ଠାକୁର କହିଛନ୍ତି 15ରୁ 20 ବର୍ଷ ଗ୍ୟାପ୍ ରହିବା ଉଚିତ। ମନୁ ସଂହିତାରେ ମନୁ କହିଛନ୍ତି 30 ବର୍ଷ ବୟସ କନ୍ୟା ହୃଦୟାଙ୍ଗ ଦ୍ୱାଦଶ ବାର୍ଷିକୀ, 12 ବର୍ଷର କନ୍ୟାକୁ 30 ବର୍ଷର ପୁଅ ବାହା ହେବା ଉଚିତ। ଏଇ ଯେଉଁ ଏତେ ଗ୍ୟାପ୍ କାହିଁକି, କ'ଣ ପାଇଁ? ସମାଜ କହୁଛି ପୁଅ ଝିଅ ସମାନ। ଏ ପୁଅ ଝିଅ ସମାନ ବୋଲି ଯେଉଁ ସମାଜ କହୁଛି, ସମ୍ବିଧାନ କହୁଛି, କୋର୍ଟ କହୁଛନ୍ତି, ଏଇଟାକୁ ଆପଣମାନେ ଗ୍ରହଣ କରିବା ଉଚିତ ନୁହେଁ। କାହିଁକି ଉଚିତ ନୁହଁ? କାରଣ ସମାନ କେମିତି, ତାଙ୍କ ସମାନ ହେଇଥିଲେ ତାଙ୍କୁ ତ ପୁଅ ଆଙ୍କୁ ଝିଅ କାହିଁକି କୁହାଯାଆନ୍ତା? ମୋ ସାଙ୍ଗରେ ଆପଣ ସମାନ ନୁହନ୍ତି। ଯଦି ସମାନ ହେଇଥାନ୍ତେ ମୋତେ ରାମ, ଆପଣଙ୍କୁ ହରି କାହିଁକି କୁହାଯାଉଥାନ୍ତା? ରାମ ହରି ଅଲଗା, କିନ୍ତୁ ଆମେ 2 ଜଣ ମଣିଷ। ତେବେ ପୁଅ ଝିଅ ସମାନ, କେଉଁ ଦୃଷ୍ଟିରୁ ସମାନ? ନା ଏ 2 ଜଣ ମଣିଷ। କିନ୍ତୁ ପୁରୁଷ ହେଉଛି ପଜିଟିଭ, ସ୍ତ୍ରୀ ହେଉଛି ନେଗେଟିଭ। ଭଗବାନ ସମାନ କରିକି ଗଢ଼ି ନାହାନ୍ତି, ଆଙ୍କୁ ଅଲଗା ଦାୟିତ୍ୱ, ତାଙ୍କୁ ଅଲଗା ଦାୟିତ୍ୱ ଦେଇଛନ୍ତି। ତେଣୁ ସେହିପରି ହିସାବରେ ତାଙ୍କୁ ଅଧିକାର ହିସାବରେ ସମାନତା କରାଯାଇପାରେ। କିନ୍ତୁ ଆପଣ ବିବାହ କ୍ଷେତ୍ରରେ, ଦାମ୍ପତ୍ୟ ଜୀବନ କ୍ଷେତ୍ରରେ ଆପଣଙ୍କ ନାରୀର ବୈଶିଷ୍ଟ୍ୟ ନାରୀ ପାଳନ କରିବା ଉଚିତ, ପୁରୁଷର ବୈଶିଷ୍ଟ୍ୟ ପୁରୁଷ ପାଳନ କରିବା ଉଚିତ। ଏଜ୍ ଗ୍ୟାପ୍ଟା ନ ରହିଲେ ସମାଜରେ ବିଭ୍ରାଟ ଦେଖାଦେବ। ମନେକର ପୁଅଟା ବାହା ହେଲା 35 ବର୍ଷରେ, ଝିଅଟା ବାହା ହେଲା 34 ବର୍ଷ, ବର୍ଷେ ଗ୍ୟାପ୍ ରହିଲା। 2-3 ବର୍ଷ ପରେ ସ୍ତ୍ରୀର ଯୌନ କ୍ଷମତା ନାହିଁ କି ଇଚ୍ଛା ନାହିଁ। ଗୋଟେ ହୁଏତ ସନ୍ତାନ ତାର ଜନ୍ମ ହେଇଛି କି ନ ହେଇଥାଉ, ଇଚ୍ଛା ନାହିଁ କି କ୍ଷମତା ନାହିଁ। ପୁରୁଷର ଇଚ୍ଛା ରହିବ ଅନେକ ବର୍ଷ ପର୍ଯ୍ୟନ୍ତ, ତାର ତ କ୍ଷମତା ଅଛି। ତାହେଲେ କ'ଣ କରିବ ସେ? ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର ଦ୍ୱାରା ସବୁ ହେଉଛି ସମାଜରେ, କିମ୍ବା ଛାଡ଼ପତ୍ର ହେଉଛି। ଏବଂ ଅସନ୍ତୋଷ କାରଣରୁ ସ୍ୱାମୀ ସ୍ତ୍ରୀ ଭିତରେ କଳିକଜିଆ ଝଗଡ଼ା ପ୍ରତିନିୟତ ହେଉଛି, ପରବର୍ତ୍ତୀ ସମୟରେ ଛାଡ଼ପତ୍ର ଆଡ଼କୁ ଗତି କରୁଛି ଅଛି। ତେଣୁ ବିବାହରେ ଆପଣ ବୟସ ପାର୍ଥକ୍ୟଟା ସବୁଠୁ ଗୁରୁତ୍ୱପୂର୍ଣ୍ଣ, ସେଇଟାକୁ ଦେଖିବେ। ଖାଲି ପାଠପଢ଼ା, ଚାକିରି ଆଉ କିଏ ରୋଜଗାର କରୁଛି ସେଇଟାକୁ ଦେଖନ୍ତୁନି। କିଏ ଘରକୁ ଆସିଲେ ଆପଣଙ୍କ ଘରର ବାପା ମାଆଙ୍କ ମନ ନେଇକି ଚଳିପାରିବ ଯେଉଁ ଝିଅ, ସେଇଭଳି ଝିଅକୁ ବାହା ହୁଅନ୍ତୁ। ବୟସରେ ସାନ ହେଇଥିବ, ସେ ପାଠ ପଢ଼ିଥିବ, ଚାକିରି ବା କରୁ କି ନ କରୁ, କିନ୍ତୁ ଆପଣ ଘରେ ଆସିକିରି ଆପଣଙ୍କ ବାପା ମାଆଙ୍କୁ ନେଇକି ଚଳିପାରୁଥିବ, ତାହେଲେ ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ। ଏବଂ ସ୍ୱାମୀ ସ୍ତ୍ରୀ ଭିତରେ ଭଲ ପାଇବା ଯେତେ ଭଲ ହେବ ରହିବ, ଏବଂ ପିଲାଟା ସେତେ ଭଲ ହେବ। ଏବଂ ସ୍ତ୍ରୀର ସ୍ୱାମୀ ଭକ୍ତି ଯେତିକି ରହିବ, ପିଲାର ପିତୃଭକ୍ତି ମାତୃଭକ୍ତି ସେତିକି ହେବ। ପିଲାମାନେ ଭଲ ମଣିଷ ହେଲେ ଆପଣଙ୍କ ପରିବାର ଭଲ ରହିବ, ଭବିଷ୍ୟତ ଜୀବନ ସୁଖମୟ ହେବ। ତା ନହେଲେ କେବଳ ଟଙ୍କା ପଇସା ପଛରେ ପଡ଼ିଲେ ଆପଣଙ୍କର ଜୀବନରେ ସୁଖ ଶାନ୍ତି ମିଳିପାରିବ ନାହିଁ। ଏଇଟା ହେଉଛି ମୋର କହିବା କଥା। ଏବଂ ଜୀବନରେ ସୁଖ ଶାନ୍ତି ପାଇବା ପାଇଁ ହେଲେ, ଏବଂ ଏଇ ଯେଉଁ ଜିନିଷ ଗୁଡ଼ାକ ଜାଣିବା ପାଇଁ ହେଲେ ଆପଣଙ୍କୁ ଗୁରୁ ଗ୍ରହଣ କରିବାକୁ ପଡ଼ିବ। ବିନା ଗୁରୁ ଗ୍ରହଣରେ ଲୋକମାନେ ଜୀବନର କେମିତି ଚଳେଇବାକୁ ହୁଏ ତାହା ଜାଣିବା ସମ୍ଭବ ନୁହେଁ। ଏଇ ଯେଉଁ ଜିନିଷ ଆମେ କହୁଛୁ, ଯାହା ଜାଣିଛୁ ସବୁ କିଛି ଗୁରୁଙ୍କ ଆଶୀର୍ବାଦରୁ ହିଁ ଆମେ ଜାଣିଛୁ। ତେଣୁ ଦୀକ୍ଷା ଗ୍ରହଣ କରନ୍ତୁ ଏବଂ ଜୀବନରେ ସଂଯମ ପାଳନ କରନ୍ତୁ, ସଦାଚାର ପାଳନ କରନ୍ତୁ, ଉତ୍ତମ ବୈବାହିକ ଜୀବନ ଯାପନ କରନ୍ତୁ, ପରିବାର ସୁଖ ଶାନ୍ତିରେ ରହୁ। ଏହା ହେଉଛି ଭଲ। ଦର୍ଶକ ବନ୍ଧୁ, ଏହା ଥିଲା ଆମର ଶ୍ରୀ ଦୋଳଗୋବିନ୍ଦ ପଣ୍ଡାଙ୍କ ସହିତ ତାଙ୍କର ଅନୁଭୂତି, ତାଙ୍କର ସତ୍ସଙ୍ଗୀ ଜୀବନର ଅନୁଭୂତି। ସେ ଆମକୁ କେତେ ଭଲ ଭାବରେ ଦେଖେଇଥିଲେ ଠାକୁରଙ୍କୁ ନେଇକି କେମିତି ଜୀବନକୁ ତିଆରି କରାଯାଏ, କେମିତି ଜୀବନଚର୍ଯ୍ୟାକୁ ମେଣ୍ଟେନ୍ କରାଯାଏ ଠାକୁରଙ୍କୁ ନେଇ। ତେବେ ଆଗାମୀ ଅଧ୍ୟାୟରେ ଆମେ ଏ ବିଷୟରେ ଆହୁରି ଆଲୋଚନା କରିବା, କେମିତି ଆପଣ ଜୀବନକୁ ଠାକୁରଙ୍କୁ ନେଇକି ଆଗକୁ ଚାଲିପାରିବେ। ଆପଣ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଜ୍ଞାନଜ୍ୟୋତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ବେଲ୍ ଆଇକନକୁ ମଧ୍ୟ ଦବାନ୍ତୁ। ଜୟ ଗୁରୁ। ଜୟ ଗୁରୁ।